ଈଶ୍ୱରଙ୍କ ରାଜ୍ୟର ଶିଷ୍ୟତ୍ୱ କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ଅଧିବେଶନ 3 ତାହାଙ୍କୁ ବ୍ୟକ୍ତିଗତ ଭାବରେ ଗ୍ରହଣ କରିବା। ଈଶ୍ୱର ସମ୍ପର୍କ ସ୍ଥାପନକାରୀ, ତାହାଙ୍କର ଯୋଗାଯୋଗ ବ୍ୟକ୍ତିଗତ। ସେ ବ୍ୟକ୍ତିଗତ ଭାବରେ ଆମ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି। ସେ ଆମକୁ ପ୍ରେମ କରନ୍ତି। ତେବେ ଏହି ଅଧିବେଶନକୁ ଆମେ ଆଗେଇ ନେବା ପାଇଁ ମୁଁ ଜଣେ ଭାଇଙ୍କୁ ଅନୁରୋଧ କରେ, ସେ ପ୍ରାର୍ଥନା ସହ ଅଧିବେଶନକୁ ଆଗେଇ ନେବେ। ଧନ୍ୟବାଦ ପ୍ରଭୁ, ସୁନ୍ଦର ସମୟ ପାଇଁ। ତୁମର ସେ ବ୍ୟକ୍ତିଗତ ତୁମକୁ ଜାଣିବା ବିଷୟ ପ୍ରଭୁ ଆମମାନେ ଆଲୋଚନା କରିବା ପୂର୍ବରୁ ପ୍ରଭୁ ତୁମେ ଆମମାନଙ୍କ ଆତ୍ମାର ଜରିଆରେ ସାହାଯ୍ୟ କର, ଯେପରି ତୁମର ସେହି ଜୀବନ୍ତ ବାକ୍ୟ ବୁଝିବା ପାଇଁ ତୁମେ ଆମମାନଙ୍କୁ ଅନୁଗ୍ରହ କର। ପ୍ରଭୁ, ଆମେ କଥୋପକଥନ କରି ତୁମର ସେ ବ୍ୟକ୍ତିଗତ ବିଷୟ ଆମେ ଆପଣଙ୍କୁ ଜାଣିବା ପାଇଁ ତୁମେ ସାହାଯ୍ୟ କର। ଗୌରବ ସମର ମହିମା ତୁମେ ପାଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲି। ବର୍ତ୍ତମାନ ଅଧିବେଶନକୁ ଆଗେଇ ନେବା ପାଇଁ ଆମେ ଗୋଟିଏ ଉପାସନା ଗୀତ ଗାଇ ପ୍ରଭୁଙ୍କୁ ଗୌରବ ପ୍ରଶଂସା ଦେବା। ସେ ଗୌରବ ପାଇବା ପରମେଶ୍ୱର, ତାଙ୍କୁ ଆମେ ଉପାସନା କରି ତାଙ୍କର ସ୍ତୁତି ପ୍ରଶଂସା କରିବା। মনস্থ করেছি মো যিশু সঙ্গে, মনস্থ করেছি মো যিশু সঙ্গে, মনস্থ করেছি মো যিশু সঙ্গে, চালুথিবি ন ফেরিবি মু, চালুথিবি ন ফেরিবি। যদি বা কেহি ন যায় সঙ্গে, যদি বা কেহি ন যায় সঙ্গে, যদি বা কেহি ন যায় সঙ্গে, চালুথিবি ন ফেরিবি মু, চালুথিবি ন ফেরিবি। জগৎ পশ্চাতে ক্রুশ সম্মুখে, জগৎ পশ্চাতে ক্রুশ সম্মুখে, জগৎ পশ্চাতে ক্রুশ সম্মুখে, চালুথিবি ন ফেরিবি মু, চালুথিবি ন ফেরিবি। ପ୍ରଭୁ ଏହି ସୁନ୍ଦର ଗୀତ ଦ୍ୱାରା ସେ ଗୌରବ ପ୍ରଶଂସା ପାଆନ୍ତୁ। ବର୍ତ୍ତମାନ ଆମେ ବାଇବଲ ଅଧ୍ୟୟନ କରିବା। ଈଶ୍ୱରଙ୍କ ଦର୍ଶନ ସମୂହ ଯାହା ଯାକୁବ ଦେଖିଥିଲେ, ସେ ବିଷୟରେ ଆମେ ଶିକ୍ଷା ପ୍ରାପ୍ତ ହେବା। ଈଶ୍ୱର ଯୋଗାଯୋଗର ସମ୍ପର୍କ ବିଭିନ୍ନ ପଦ୍ଧତି ମାଧ୍ୟମରେ ଆପଣାକୁ ପ୍ରକାଶ କରନ୍ତି। ଈଶ୍ୱର ଯାହାଙ୍କ ନିକଟରେ ଆପଣାକୁ ପ୍ରକାଶ କରନ୍ତି, ତାହାର ଆବଶ୍ୟକତା ଅନୁସାରେ ଆପଣାକୁ ପ୍ରକାଶ କରନ୍ତି। ଆମ୍ଭେମାନେ ଯାକୁବଙ୍କ ପ୍ରତି ଈଶ୍ୱର ଦେଇଥିବା ଦର୍ଶନକୁ ଆଜି ଅଧ୍ୟୟନ କରିବା, ଆଉ ସେ ବିଷୟରେ ଅଧିକ ଆମେ ଆଲୋଚନା କରିବା। ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ କହିଦେବି ଦର୍ଶନଟିର ପୂର୍ବାପର ଘଟଣା କେମିତି ଥିଲା। ଆପଣମାନେ ଧ୍ୟାନରେ ଶୁଣନ୍ତୁ। ଯାକୁବ ଜିହୁଦୀ ଗୋଷ୍ଠୀରୁ ଇସାକ ଓ ରିବିକାଙ୍କ ଔରସରୁ ଜାତ ହୋଇଥିଲେ। ଇସାକ ଅବ୍ରାମ ଓ ସାରାଙ୍କର ଔରସରୁ ଜାତ ହୋଇଥିଲେ। ଉଭୟ ଅବ୍ରାମ ଓ ଇସାକ ଈଶ୍ୱରଙ୍କ ଠାରୁ ବ୍ୟକ୍ତିଗତ ଭାବରେ ପ୍ରତିଜ୍ଞା ପ୍ରାପ୍ତ ହୋଇଥିଲେ। ଯାକୁବ ବଡ଼ ପୁଅର ଆଶୀର୍ବାଦ ପାଇବା ନିମନ୍ତେ ନିଜର ବଡ଼ ଭାଇଙ୍କୁ ପ୍ରବଞ୍ଚନା କରିଥିଲେ, ଯଦ୍ୱାରା ଯାକୁବଙ୍କର ମାତା ରିବିକା ଆପଣା ଭାଇର କ୍ରୋଧରୁ ପଳାୟନ କରିବା ପାଇଁ ଯାକୁବକୁ କହିଥିଲେ। ଏହା ମଧ୍ୟ ଯାକୁବଙ୍କ ନିମନ୍ତେ ଏକ ସ୍ତ୍ରୀ ଗ୍ରହଣ କରିବାର ସମୟ ଥିଲା। ତେଣୁ ଇସାକ ଯାକୁବକୁ ଏକ ସ୍ତ୍ରୀ ଅନ୍ୱେଷଣ କରିବା ନିମନ୍ତେ ରାହେଲଙ୍କର ପରିବାର ଗୋଷ୍ଠୀକୁ ତାଙ୍କ ନିକଟକୁ ପ୍ରେରଣ କଲେ। ତେବେ ଆମମାନେ ଏ କାହାଣୀକୁ ବୁଝିବା ପାଇଁ ମୋର ଭାଇ ଭଉଣୀମାନେ, ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି, ଖୋଲନ୍ତୁ ଆଦି ପୁସ୍ତକ 28 ତାର 10 ପଦରୁ 22 ପଦ। ଏଥି ଉତ୍ତାରେ ଯାକୁବ ବେର୍ଷେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା। ପୁଣି ସୂର୍ଯ୍ୟାସ୍ତ ହେବାରୁ ସେ କୌଣସି ଏକ ସ୍ଥାନରେ ରାତ୍ରି କ୍ଷେପଣ କଲା। ପୁଣି ସେହି ସ୍ଥାନର ଖଣ୍ଡିଏ ପ୍ରସ୍ତର ନେଇ ମସ୍ତକ ତଳେ ଦେଇ ନିଦ୍ରା ଯିବା ନିମନ୍ତେ ସେହି ସ୍ଥାନରେ ଶୟନ କଲା। ତ
ତହିଁରେ ସେଇ ସ୍ୱପ୍ନରେ ପୃଥିବୀରେ ସ୍ଥାପିତ ଗୋଟିଏ ସୋପାନ ଦେଖିଲା। ତହିଁର ମସ୍ତକ ଗଗନସ୍ପର୍ଶୀ। ପୁଣି ଦେଖ, ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି। ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରାହମର ପରମେଶ୍ୱର ଓ ଇସାକର ପରମେଶ୍ୱର ଅଟୁ। ତୁମ୍ଭେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭଙ୍କୁ ଓ ତୁମ୍ଭ ବଂଶକୁ ଦେବା। ତୁମ୍ଭର ବଂଶ ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ପୁଣି ତୁମ୍ଭେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଚାରିଆଡ଼େ ବୃଦ୍ଧି ପାଇବ। ପୁଣି ତୁମ୍ଭଠାରୁ ଓ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ। ପୁଣି ଦେଖ, ଆମ୍ଭେ ତୁମ୍ଭର ସହାୟ ଅଟୁ। ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ, ସେହି ସ୍ଥାନରେ ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏହି ଦେଶକୁ ଆଣିବା। କାରଣ ଆମ୍ଭେ ଯାହା ତୁମ୍ଭକୁ କହିଅଛୁ, ତାହା ସଫଳ ନ କରିବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବା ନାହିଁ। ଏଥି ଉତ୍ତାରେ ନିଦ୍ରାଭଙ୍ଗ ହୁଅନ୍ତେ ଯାକୁବ ଜାଗ୍ରତ ହୋଇ କହିଲା, ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି, ମାତ୍ର ମୁଁ ତାହା ଜାଣିଲି ନାହିଁ। ପୁଣି ସେ ଭୀତ ହୋଇ ଆହୁରି କହିଲା, ଏ କି ପ୍ରକାର ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ, ଏହି ତ ସ୍ୱର୍ଗର ଦ୍ୱାର। ଏଥି ଉତ୍ତାରେ ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଳିଲା। ପୁଣି ସେହି ସ୍ଥାନର ନାମ ବୈଥଲ ରଖିଲା। ମାତ୍ର ପୂର୍ବେ ସେହି ନଗରର ନାମ ଲୁସ୍ ଥିଲା। ଆଉ ଯାକୁବ ମାନତ କରି କହିଲା, ଯଦି ପରମେଶ୍ୱର ମୋହର ସହାୟ ହେବେ ଓ ମୋହର ଏହି ଯିବା ପଥରେ ମୋତେ ରକ୍ଷା କରିବେ, ପୁଣି ଆହାର ନିମନ୍ତେ ଅନ୍ନ ଓ ପରିଧାନ ନିମନ୍ତେ ବସ୍ତ୍ର ଦେବେ, ଆଉ ଯଦି ମୁଁ କୁଶଳରେ ପିତୃଗୃହକୁ ପୁନର୍ବାର ଆସିବି, ତେବେ ସଦାପ୍ରଭୁ ମୋହର ପରମେଶ୍ୱର ହେବେ। ପୁଣି ମୁଁ ଏହି ଯେଉଁ ପ୍ରସ୍ତର ସ୍ତମ୍ଭ ରୂପେ ସ୍ଥାପନ କରିଅଛି, ତାହା ପରମେଶ୍ୱରଙ୍କ ଗୃହ ହେବ। ଆଉ ତୁମ୍ଭେ ମୋତେ ଯାହା ସବୁ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭଙ୍କୁ ଅବଶ୍ୟ ଦେବି। ମୋର ଭାଇ ଭଉଣୀମାନେ, ଆମେ ଯେଉଁ ପାଠ ପଠନ କଲୁ, ଏ ଶାସ୍ତ୍ରାଂଶରେ ଥିବା ପାଠ ଯେମିତି ଆମମାନଙ୍କର ଭୁଲ ଅର୍ଥ ନ କାଢ଼ିବୁ ଆମେ, ତେଣୁକରି ଆମମାନଙ୍କୁ କିଛି ପ୍ରଶ୍ନ ଏ ପାଠରେ ପଚାରିବାକୁ ପଡ଼ିବ। ମୁଁ ଆପଣମାନଙ୍କୁ ପଚାରିବି, ଦୟାକରି ଉତ୍ତର ଦେବେ। ତେବେ ଏଇ ଶାସ୍ତ୍ରାଂଶରେ କେଉଁ କେଉଁ ଚରିତ୍ର ଗୁଡ଼ିକୁ ଆପଣମାନେ ଦେଖୁଛନ୍ତି? କାହାର ଚରିତ୍ର ଆପଣମାନେ ଦେଖୁଛନ୍ତି? ଏହି ବାକ୍ୟରେ ଆମେ ଈଶ୍ୱର, ଯାକୁବ ଓ ଦୂତମାନଙ୍କର ଚରିତ୍ରକୁ ଆମେ ଦେଖିପାରୁଛୁ। ଠିକ୍ କଥା। ଆଉ କିଏ କ'ଣ ଭାବୁଛନ୍ତି? ଆମମାନେ ଈଶ୍ୱରଙ୍କ ଚରିତ୍ର ଦେଖିପାରୁଛୁ, ଯାକୁବଙ୍କର, ଆଉ ପୁଣି ଈଶ୍ୱରଙ୍କର ଦୂତଗଣଙ୍କର ଚରିତ୍ର ଦେଖିପାରୁଛୁ। ଭାଇ ଆପଣ? ଏହି ସ୍ଥାନରେ ମୁଁ ଦେଖିପାରୁଛି ଯାକୁବଙ୍କର ସହିତ ପରମେଶ୍ୱରଙ୍କ ସହିତ ସୁସମ୍ପର୍କ ଥିଲା। ତାଙ୍କର ଆତ୍ମା ସରଳ ଥିବାରୁ ସେ ତାଙ୍କୁ ଜୀବନରେ କଥା କହିଛନ୍ତି। ନିଶ୍ଚିତ ଭାବରେ ଚରିତ୍ର ଠିକ୍ ଅଛି, ଆମମାନେ ଦେଖୁଛୁ ଭାଇଙ୍କର ଉତ୍ତର। ପୁଣି ଆପଣ କହିପାରିବେ କି ଏ ଶାସ୍ତ୍ରାଂଶରେ କିଏ କହୁଛନ୍ତି? କହିବା ଲୋକ କିଏ? ଏହି ଶାସ୍ତ୍ରାଙ୍କରେ ପରମେଶ୍ୱର ଯାକୁବକୁ କଥା କହୁଛନ୍ତି। ନିଶ୍ଚିତ ଭାବରେ। ତେବେ କାହାକୁ କହୁଛନ୍ତି ପରମେଶ୍ୱର? ଯାକୁବକୁ କହୁଛନ୍ତି। ଯାକୁବକୁ ପରମେଶ୍ୱର କହୁଛନ୍ତି। ସୁନ୍ଦର କଥା। ଏ ଶାସ୍ତ୍ରାଂଶରେ ଆମେ ଦେଖୁଛୁ ଈଶ୍ୱର ଯାକୁବକୁ କଥା କହୁଛନ୍ତି। ତେବେ ମୋର ଲୋକମାନେ କିପରି ପରସ୍ପର ସହ ଭାବ ବିନିମୟ କରୁଅଛନ୍ତି? ଏ ଶାସ୍ତ୍ରାଂଶରେ କିଭଳି କଥାବାର୍ତ୍ତା, କିଭଳି ଯୋଗାଯୋଗ କରୁଛନ୍ତି? ଏଠି ଆମେ ଦେଖୁଛୁ ଯେ ଯାକୁବ ଗୋଟେ ସ୍ୱପ୍ନ ସେ ଦେଖୁଛନ୍ତି। ନିଶ୍ଚିତ ଭାବରେ। ଆଉ ସେ ମୁଖାମୁଖି ଭାବେ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା ହେଉନାହାନ୍ତି। ସେ ସ୍ୱପ୍ନରେ ପରମେଶ୍ୱର ଯାହା ଜଣାଉଛନ୍ତି ତାହା ସେ ଦେଖୁଛନ୍ତି। ତେବେ ଏଇ ଅଧ୍ୟୟନ ଆମେ ଯାହା କଲୁ, ସେଠାରେ ଦର୍ଶନ ଦ୍ୱାରା ସେମାନେ କଥାବାର୍ତ୍ତା କରୁଛନ୍ତି। ପରମେଶ୍ୱର ଦର୍ଶନ ଦ୍ୱାରା ସେମାନଙ୍କୁ ତାଙ୍କର ହୃଦୟର କଥା ଜଣାଉଛନ୍ତି। ଆଉ ଯାକୁବ ତାହାକୁ ମନଧ୍ୟାନ ଦେଇ ଶୁଣିକି ତାହାକୁ ସେ ବୁଝିବାକୁ ଚାହୁଁଛନ୍ତି। ଠିକ୍ କଥା। ଆଉ କିଏ ଚିନ୍ତା କରୁଛନ୍ତି କିଭଳି ସେ ସମୟରେ ପରମେଶ୍ୱର ଯାକୁବ ସେ ଯୋଗାଯୋଗ କଲେ? ତେବେ ଈଶ୍ୱର ସେମାନଙ୍କୁ ଯାକୁବକୁ
ଦର୍ଶନ ଦ୍ୱାରା ଆପଣାକୁ ପ୍ରକାଶ କରୁଛନ୍ତି। ପୁଣି ଜାକୁବଙ୍କୁ ଈଶ୍ୱର କ'ଣ କହୁଛନ୍ତି? କଥା କହୁଛନ୍ତି ନିଶ୍ଚିତ ଭାବରେ। ପୁଣି ଜାକୁବ ତାହାକୁ କ'ଣ କରୁଛନ୍ତି? ଭଲ ଧ୍ୟାନରେ ଶୁଣୁଛନ୍ତି। ଧ୍ୟାନରେ ଶୁଣୁଛନ୍ତି। ଶୁଣୁଛନ୍ତି ନିଶ୍ଚିତ ଭାବରେ। ତେବେ ଆପଣମାନଙ୍କୁ ଆଉ ଗୋଟେ ପ୍ରଶ୍ନ, ଏଇଟା କୁହନ୍ତୁ, ଈଶ୍ୱର କିପରି ଭାବେ ଜାକୁବଙ୍କୁ ନିଜର ପରିଚୟ ଦେଉଛନ୍ତି? ଚିନ୍ତା କରି କୁହନ୍ତୁ, କି ପରିଚୟ ଈଶ୍ୱର ଜାକୁବକୁ ଦେଉଛନ୍ତି? ନିଜର ପରିଚୟ ପରମେଶ୍ୱର କିଭଳି ଦେଉଛନ୍ତି? କ'ଣ ବୋଲି କହୁଛନ୍ତି ପରମେଶ୍ୱର ନିଜ ବିଷୟରେ ଜାକୁବଙ୍କୁ? ଆମ୍ଭେ ଅବ୍ରାହମଙ୍କର ପରମେଶ୍ୱର, ଇସାକର ପରମେଶ୍ୱର ବୋଲିକିରି ସେ ପରିଚୟ ଦେଉଛନ୍ତି। ଅତି ସୁନ୍ଦର କଥା। ଆଉ କାହାର କିଛି? ଆଉ ପରମେଶ୍ୱର ଜାକୁବଙ୍କୁ ସେ ଆଉ କହନ୍ତି ଯେ ସେ ତାଙ୍କ ପୂର୍ବପୁରୁଷ, ହଁ ତାଙ୍କର ପିତୃକୁଳର right. ପରମେଶ୍ୱର, ଠିକ୍ କଥା। ତାଙ୍କର ପିତାମାନଙ୍କର ସେ ସାହାଯ୍ୟ କରିଥିଲେ, ସେମାନଙ୍କୁ ସୁରକ୍ଷା ଦେଇଥିଲେ, ସେଇ ପରମେଶ୍ୱର ଆମେ ବୋଲି ସେ ଜାକୁବକୁ ପରିଚୟ ନିଶ୍ଚିତ ଭାବରେ। ଦେଉଛନ୍ତି। ଠିକ୍ କଥା ଆପଣ କହିଲେ। ତେବେ ସଦାପ୍ରଭୁ କହନ୍ତି ତୁମ ପୂର୍ବପୁରୁଷ ଅବ୍ରାହମର ପରମେଶ୍ୱର ଓ ଇସାକର ପରମେଶ୍ୱର ବୋଲି ପରମେଶ୍ୱର ଜାକୁବ ନିକଟରେ ଆପଣାର ପରିଚୟ ଦେଉଛନ୍ତି। ଈଶ୍ୱର ଯେଉଁଭଳି ଭାବେ ଆପଣାର ପରିଚୟ ଦେଲେ ଆପଣମାନେ ତ ଦେଖିଲେ, ତା ଜାକୁବଙ୍କ ସହିତ ଈଶ୍ୱରଙ୍କ ସମ୍ପର୍କରେ ଆମମାନଙ୍କୁ କ'ଣ ବୁଝାଉଛି, କ'ଣ ଜଣାଏ? ଯେଉଁଭଳି ପରିଚୟ ଈଶ୍ୱର ଜାକୁବଙ୍କୁ ଦେଲେ, ଜାକୁବଙ୍କ ସହିତ ଈଶ୍ୱରଙ୍କର ସମ୍ପର୍କ କିଭଳି ଥିଲା? ଏହି ଦର୍ଶନ ପୂର୍ବରୁ ଜାକୁବ ପରମେଶ୍ୱରଙ୍କ ବିଷୟରେ ସେ ଅଧିକ ହଁ ବ୍ୟକ୍ତିଗତ ଭାବରେ ଜାଣିନଥିଲେ। ଠିକ୍। ପରମେଶ୍ୱରଙ୍କ ସହିତ ସେ କଥାବାର୍ତ୍ତା ହୋଇନଥିଲେ। ସେ କେବଳ ଜାଣିଥିଲେ ଯେ ଯେଉଁ ପରମେଶ୍ୱରଙ୍କୁ ସେ କଥା ହେଉଛନ୍ତି ସେ ତାଙ୍କର ପିତୃପୁରୁଷର ପରମେଶ୍ୱର ବୋଲି ସେ କେବଳ ଜାଣିଥିଲେ। ସତ କଥା। ତାଙ୍କର ବ୍ୟକ୍ତିଗତ ସମ୍ପର୍କ ପରମେଶ୍ୱରଙ୍କ ସହିତ ଏହି ସମୟ ପର୍ଯ୍ୟନ୍ତ ନଥିଲା। ଠିକ୍ କଥା। ଭାଇ ଆପଣ କ'ଣ ଭାବୁଛନ୍ତି, ଈଶ୍ୱରଙ୍କର ସମ୍ପର୍କ ଜାକୁବଙ୍କ ସହିତ କେମିତି ଥିଲା? ଜାକୁବ ସହିତ ଈଶ୍ୱରଙ୍କର ଏତେ ସମ୍ପର୍କ ନଥିଲା, କିନ୍ତୁ ତାଙ୍କ ପିତୃପୁରୁଷମାନଙ୍କ ସହିତ ସମ୍ପର୍କ ଥିଲା। ଜାକୁବ ଏତେ ଈଶ୍ୱରଙ୍କ ସହିତ ସମ୍ପର୍କ ତାଙ୍କର ନଥିଲା। ନଥିଲା। ଜାକୁବ ଈଶ୍ୱରଙ୍କୁ ଜାକୁବ ଏତେ ଭଲ ଭାବରେ ଜାଣିନଥିଲେ। ଜାଣିନଥିଲେ। ସେ ଭାବୁଥିଲେ ତାଙ୍କର ବାପାଙ୍କର ଈଶ୍ୱରଙ୍କୁ ଜାକୁବ ଜାଣିଥିଲେ, କିନ୍ତୁ ଈଶ୍ୱରଙ୍କୁ ନିଜର ବ୍ୟକ୍ତିଗତ ଈଶ୍ୱର ବା ବ୍ୟକ୍ତିଗତ ଭାବେ ଈଶ୍ୱରଙ୍କୁ ଜାକୁବ ଅନୁଭବ କରିନଥିଲେ, ବ୍ୟକ୍ତିଗତ ଭାବେ ତାଙ୍କୁ ଗ୍ରହଣ କରିନଥିଲେ। ଅତି ସୁନ୍ଦର ଉତ୍ତର ଆପଣ ଦେଲେ। ଭାଇ ଆପଣ କ'ଣ ଭାବୁଛନ୍ତି? ଯେତେବେଳେ ଈଶ୍ୱର ନାଇକି ପ୍ରଭୁକୁ ଭଲରେ ଜାଣିନଥିଲେ, କିନ୍ତୁ ଜାକୁବ ଜାଣିନଥିଲେ ପରମେଶ୍ୱରଙ୍କୁ, ମାତ୍ର ପରମେଶ୍ୱର ନାଇକି ଜାଣିଥିଲେ କେଉଁ ସମୟରେ ମୋତେ ଜାଣିବେ ବୋଲି ତାଙ୍କେ ଜାଣିଥିଲେ। ସେ ବିଷୟ ସବୁ ଜାଣନ୍ତି, ସବୁ ସେ ସମସ୍ତ ଅନ୍ତର୍ଯାମୀ ସେ ନିଜେ ଜାଣିଛନ୍ତି। ନିଶ୍ଚିତ ଭାବରେ ଅତି ସୁନ୍ଦର ଉତ୍ତର ଆପଣ ଦେଲେ। ଭାଇ ଆପଣଙ୍କୁ ଧନ୍ୟବାଦ। ତେବେ ମୁଁ ଆପଣମାନଙ୍କୁ କହିଲି, ଆପଣମାନେ ଉତ୍ତମ ଉତ୍ତର ଦେଲେ। ଜାକୁବ ଈଶ୍ୱରଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କରେ ନଥିଲେ। ଜାକୁବ ନିଜର ପିତାଙ୍କର ଈଶ୍ୱରଙ୍କୁ ଜାଣିଥିଲେ, ସତ କଥା, କିନ୍ତୁ ଆପଣା ନିମନ୍ତେ ଈଶ୍ୱରଙ୍କୁ କେବେ ଅନୁଭବ କରିନଥିଲେ। ବର୍ତ୍ତମାନ ସେ କରିବାକୁ ଯାଉଛନ୍ତି। ମୁଁ ଅନୁରୋଧ କରେ ଦୟାକରି 15 ପଦ ପଢ଼ନ୍ତୁ। ଈଶ୍ୱର ଜାକୁବଙ୍କୁ କ'ଣ ପ୍ରତିଜ୍ଞା କଲେ ଆପଣମାନେ ଦେଖିବେ। 15 ପଦରେ ଲେଖା ହୁଏ ଯେ ଈଶ୍ୱର ଜାକୁବଙ୍କୁ କ'ଣ ପ୍ରତିଜ୍ଞା କଲେ, ଧ୍ୟାନରେ ଶୁଣନ୍ତୁ। ପୁଣି ଦେଖ, ଆମ୍ଭେ ତୁମ୍ଭର ସହାୟ ଅଟୁ, ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ ସେହି ସ୍ଥାନରେ ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏ ଦେଶକୁ ଆଣିବା। କାରଣ ଆମ୍ଭେ ଯାହା ତୁମ୍ଭକୁ କହିଅଛୁ ତାହା ସଫଳ ନ କରିବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବା ନାହିଁ। ଅତି ଉତ୍ତମ କଥା ଆପଣମାନେ ବାକ୍ୟ ଶୁଣିଛନ୍ତି। ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ, ଈଶ୍ୱର କ'ଣ ପ୍ରତିଜ୍ଞା କଲେ ଜାକୁବଙ୍କୁ? ଈଶ୍ୱର ଜାକୁବଙ୍କୁ ପ୍ରତିଜ୍ଞା କଲେ ଯେ ସେ ଜାକୁବ ଯେଉଁ ସ୍ଥାନକୁ ଯିବେ, ଯେଉଁ ଆଡ଼କୁ ଯିବେ, ପରମେଶ୍ୱର ତାଙ୍କର ସଙ୍ଗୀ ହେବେ, ତାଙ୍କର ସହାୟ କରିବେ, ତାଙ୍କର ଯତ୍ନ ନେବେ, ସୁରକ୍ଷା କରିବେ ବୋଲି ସେ ଏଇ ପଦରେ କହନ୍ତି, ପ୍ରତିଜ୍ଞା କରୁଛନ୍ତି। ଆଉ ଭାଇ ଆପଣ କୁହନ୍ତୁ। ଆମେ ତୁମକୁ କେବେ ହିଁ ପରିତ୍ୟାଗ କରିବା ନାହିଁ, ଆଉ ତୁମର ସହିତ ରହିବ ବୋଲି ସେ ପ୍ରତିଜ୍ଞା ଦେଇଥିଲେ। ଈଶ୍ୱର କହିଲେ ଜାକୁବକୁ ପ୍ରତିଜ୍ଞା କରି କହିଲେ। ଭାଇ ଆପଣ କ'ଣ ଭାବୁଛନ୍ତି? ଈଶ୍ୱର ଜାକୁବ କହିଲେ, ଆମେ ତୁମର ଯେକୌଣସି କାର୍ଯ୍ୟ ମଧ୍ୟ ସଫଳ କରିବା। ହଁ, ସୁନ୍ଦର କଥା। ଆଉ ତୁମର ରକ୍ଷା କରିବା, ତୁମର ସାଥୀ ଆମେ ହେବା ବୋଲି। ସୁନ୍ଦର କଥା। ଭାଇ ଆପଣ କ'ଣ କହୁଛନ୍ତି? ତୁମକୁ ପୁନର୍ବାର ଏ ଦେଶକୁ କଢ଼େଇ ଆଣିବା। ପୁନର୍ବାର ଏ ଦେଶକୁ କଢ଼ାଇ ଆଣିବା। ଯେହେତୁ ଜାକୁବ ଏ ଦେଶକୁ ଫେରି ଆସିବା ପାଇଁ ଇଚ୍ଛା କରୁଛନ୍ତି, ମୋତେ ଫେରାଇ ଆଣନ୍ତୁ ପ୍ରଭୁ ବୋଲି ପ୍ରାର୍ଥନା କରୁଛନ୍ତି। ଅତି ସୁନ୍ଦର କଥା। ପ୍ରଭୁ ପ୍ରତିଜ୍ଞା କରୁଛନ୍ତି ପୁନର୍ବାର ଏ ଦେଶକୁ ତୁମକୁ ଫେରାଇ ଆଣିବା। ଅତି ସୁନ୍ଦର କଥା। ଭାଇ ଆପଣ କ'ଣ ଭାବୁଛନ୍ତି? ତେବେ ଏହି ସମୟରେ ଜାକୁବ ନିଜ ଦେଶ ଛାଡ଼ି ଅନ୍ୟତ୍ର ଯାଉଛନ୍ତି।
ସେ ନିଜ ଦେଶ ପ୍ରତି ଫେରି ଆସିବାକୁ ଚାହାନ୍ତି, କିନ୍ତୁ କୌଣସି ପରିସ୍ଥିତି ଯୋଗୁଁ ସେ ଭୟରେ ଫେରିବାକୁ ଚାହୁଁନାହାନ୍ତି। କିନ୍ତୁ ସେ ପରମେଶ୍ୱରଙ୍କୁ କହୁଛନ୍ତି ଯେ ପରମେଶ୍ୱର ମୋତେ ଏ ଦେଶକୁ ଫେରାଇ ଆଣ। ତେବେ ଜାକୁବଙ୍କର ମନର କଥା ଜାଣି ପରମେଶ୍ୱର ତାଙ୍କୁ ପ୍ରତିଜ୍ଞା କରି ଶପଥ କରି କହୁଛନ୍ତି ଯେ ସେ ନିଜ ଦେଶକୁ ଫେରି ଆସିବା ପାଇଁ ଚାହୁଁଛନ୍ତି, ପରମେଶ୍ୱର ତାହା ସଫଳ କରିବେ। ତେବେ ଆମେ ଯାହା ଭାବୁଛୁ ଆଉ ସେ ବିଷୟ ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ହେଲେ ସେ ବିଷୟକୁ ସେ ନିଶ୍ଚୟ ସଫଳ କରିବେ। ଅତି ସୁନ୍ଦର କଥା କହିଲେ। ଆମମାନେ ଦେଖିଲୁ ଈଶ୍ୱର ଜାକୁବଙ୍କୁ ପ୍ରତିଜ୍ଞା କରୁଥିଲେ। ଭାଇ ଆପଣ କ'ଣ ଭାବୁଛନ୍ତି? ପରମେଶ୍ୱର ତାଙ୍କୁ କହୁଛନ୍ତି ତୁମେ ଯେଉଁ ସ୍ଥାନରେ ଅଛ ଆମେ ସେଇଠି ଅଛୁ। ହଁ, ତୁମେ ଯେଉଁ ସ୍ଥାନରେ ଥାଅ ମାତ୍ର ଆମେ ସେଠିରେ ଆମେ ବିଦ୍ୟମାନ। ତୁମେ ଭୟ କର ନାହିଁ, ନିରାଶ ହୁଅ ନାହିଁ, ଆମେ ସେଠିରେ କାର୍ଯ୍ୟ କରିବା ବୋଲି କହୁଛନ୍ତି। ଅତି ସୁନ୍ଦର କଥା। ଈଶ୍ୱର ଜାକୁବଙ୍କୁ ପ୍ରତିଜ୍ଞା କଲେ ଯେ ସେ ଜାକୁବଙ୍କ ସହିତ ଅଛନ୍ତି। ପୁଣି ଜାକୁବ ଯେଉଁଆଡ଼େ ଯିବେ ସେ ତାଙ୍କୁ ସୁରକ୍ଷା କରିବେ ନା କ'ଣ? ଓ ଏଇ ଦେଶକୁ ସେ କ'ଣ କରିବେ? ପୁନର୍ବାର ଫେରାଇକି ଆଣିବେ। ପୁଣି ଈଶ୍ୱର ତାଙ୍କୁ ବା ଜାକୁବଙ୍କୁ କେବେ ମଧ୍ୟ କ'ଣ କରିବେ ନାହିଁ? ଛାଡ଼ିବେ ପରିତ୍ୟାଗ କରିବେ ନାହିଁ, ଛାଡ଼ିବେ ନାହିଁ। ଅତି ସୁନ୍ଦର କଥା। ତେବେ ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ, ଘଟଣାଟି ବର୍ତ୍ତମାନ କେଉଁଠି ଘଟିଛି? କେଉଁ ଜାଗାରେ ଘଟଣାଟି ଘଟିଲା? ଆପଣ ଯଦି ପଢ଼ିବେ 19 ପଦ ପଢ଼ିଲେ ଆପଣମାନେ ଜାଣିବେ ଏ ଘଟଣାଟି କେଉଁ ଜାଗାରେ ଘଟିଥିଲା। ପୁଣି ସେହି ସ୍ଥାନର ନାମ ବୈଥଲ ରଖିଲା, ମାତ୍ର ପୂର୍ବେ ସେହି ନଗରର ନାମ ଲୁସ୍ ଥିଲା। ଦେଖନ୍ତୁ, ତେବେ ଆପଣମାନେ କ'ଣ ଭାବୁଛନ୍ତି କେଉଁ ଜାଗାରେ ଘଟିଥିଲା ଘଟଣାଟି? ବୈଥଲରେ ପୂର୍ବେ ସେ ନାମର ନାଁ କ'ଣ ଥିଲା? ଲୁସ୍ ଥିଲା। ଲୁସ୍ ଥିଲା। ସେ ନାମକୁ ସେ କି ନାମ ଦେଲେ? ବୈଥଲ ବୈଥଲ ବୋଲି ନାମ ଦେଲେ। ବୈଥଲ ରଖିଲେ ସେ ବୈଥଲର ଅର୍ଥ ହେଉଛି ପରମେଶ୍ୱରଙ୍କର ଗୃହ। ଅତି ସୁନ୍ଦର କଥା। ସେ ସ୍ଥାନ ଲୁସ୍ ଥିଲା, ପୁଣି ସେ ସ୍ଥାନକୁ ନାମ ରଖିଲେ। ବୈଥଲରେ ସେମାନେ ନାମ ରଖିଲେ। ନୂଆ ନାମ ଜାକୁବ ଦେଲେ, ସେ ନାମ ଥିଲା ବୈଥଲ। ଅତି ସୁନ୍ଦର କଥା। ତେବେ ମୁଁ ଆପଣଙ୍କୁ ଆଉ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ, ସପାନଟି କେଉଁଠି, ଯେଉଁ ପାହାଚ ଆପଣମାନେ ଦେଖିଲେ ସେ କେଉଁଠି ସ୍ଥାପିତ ହୋଇଥିଲା? ସେ ସପାନଟି କେଉଁଠି ସ୍ଥାପିତ ହୋଇଥିଲା ଓ ସପାନଟି ବା ସେ ପାହାଚଟି କେଉଁ ସ୍ଥାନ ପର୍ଯ୍ୟନ୍ତ ଯାଇଥିଲା? କେଉଁଠି ଆରମ୍ଭ ହୋଇକରି କେଉଁ ପର୍ଯ୍ୟନ୍ତ ଯାଇଥିଲା? ଯଦି ଆପଣ ପଢ଼ିବେ 12 ପଦ ପଢ଼ିଲେ ଆପଣମାନେ ଜାଣିପାରିବେ। ଆଦି ପୁସ୍ତକ 28 ତାର 12 ପଦ ପଢ଼ିଲେ ଆପଣ ଜାଣିପାରିବେ ଯେ ସପାନଟି ଆରମ୍ଭ ହେଲା କେଉଁଠି, ପୁଣି ସେ କେଉଁ ପର୍ଯ୍ୟନ୍ତ ଯାଇଥିଲା। ପଢ଼ନ୍ତୁ ଭାଇ 12 ପଦ। ତହିଁରେ ସେ ସ୍ୱପ୍ନରେ ପୃଥିବୀରେ ସ୍ଥାପିତ ଗୋଟିଏ ସୋପାନ ଦେଖିଲା, ତହିଁର ମସ୍ତକ ଗଗନସ୍ପର୍ଶୀ। ପୁଣି ଦେଖ, ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି। ଅତି ସୁନ୍ଦର କଥା। ତେବେ ଆପଣମାନେ ନିଶ୍ଚିତ ଭାବେ ଉତ୍ତରଟି ପାଇଯାଇଥିବେ। ତେବେ ସପାନଟି, ସେ ପାହାଚଟି କେଉଁଠି ସ୍ଥାପିତ ହୋଇଥିଲା? କେଉଁଠୁ ଆରମ୍ଭ ହେଲା? ପୃଥିବୀରୁ ଆରମ୍ଭ ହେଇଥିଲା। ପୃଥିବୀରୁ ଆରମ୍ଭ ହେଲା। ଭାଇ ଆପଣ କୁହନ୍ତୁ କେଉଁ ପର୍ଯ୍ୟନ୍ତ ଯାଇଛି? ଗଗନ ସର୍ଷି ପର୍ଯ୍ୟନ୍ତ। ବା ଆକାଶ ପର୍ଯ୍ୟନ୍ତ, ସ୍ୱର୍ଗ ପର୍ଯ୍ୟନ୍ତ ପାହାଚଟି ଲମ୍ବିଛି। ଆଉ କିଏ କ'ଣ ଚିନ୍ତା କରୁଛନ୍ତି? ଭାଇ ଆପଣ କ'ଣ ଭାବୁଛନ୍ତି? ଆରମ୍ଭ କେଉଁଠି ହେଇଥିଲା? ପୃଥିବୀରୁ ଆରମ୍ଭ ହୋଇକି ଆକାଶ ପର୍ଯ୍ୟନ୍ତ। ଅତି ସୁନ୍ଦର କଥା। ସପାନଟି ପୃଥିବୀରେ ସ୍ଥାପିତ ହେଇଥିଲା ଓ ସପାନଟି କେମିତି ଥିଲା? ଗଗନ ସ୍ପର୍ଶୀ ଥିଲା। ଅତି ସୁନ୍ଦର କଥା। ଆପଣ କୁହନ୍ତୁ ଭାଇ। ଆଉ ସେ ସୋପାନ ଦେଇ ପରମେଶ୍ୱରଙ୍କ ଦୂତଗଣ ହଁ, ଉପରରୁ ତଳକୁ ଏବଂ ତଳରୁ ଉପରକୁ ଯିବା ଆସିବା ସ୍ୱର୍ଗରୁ କରୁଥିଲେ। ପୃଥିବୀକୁ ବା ପୃଥିବୀରୁ ସ୍ୱର୍ଗକୁ ସ୍ୱର୍ଗକୁ। ଯିବା ଆସିବା କରୁଥିଲେ। ସେ ସୋପାନ ସ୍ୱର୍ଗ ଆଉ ପୃଥିବୀକୁ ସଂଯୋଗକାରୀ ସୋପାନ ଥିଲା। ସୁନ୍ଦର କଥା, ଅତି ସୁନ୍ଦର କଥା। ତେବେ ଜାକୁବଙ୍କୁ ଦତ୍ତ ଈଶ୍ୱରଙ୍କ ଦର୍ଶନର ପୂର୍ବ ଘଟଣାରେ ଏମିତି ଯେଉଁ ଘଟଣାଟି ଘଟିଛା, ସେ ସୋପାନର ନିଦର୍ଶନ କ'ଣ ହୋଇପାରେ? ସେ ପାହାଚର ଅର୍ଥ କ'ଣ ହୋଇପାରେ ଆମ ପାଇଁ? ସେ ପାହାଚର ଅର୍ଥ ଆପଣ ପାଇଁ କ'ଣ ଲାଗେ? ଈଶ୍ୱର ଆମମାନଙ୍କୁ ଉଦ୍ଧାର ପାଇଁ ବୋଲି ସେ ପାହାଚର ଉପରକୁ ନେବା ପାଇଁ, ଆମମାନଙ୍କର ସମସ୍ତ କଷ୍ଟ ଦୁଃଖରୁ ଉଦ୍ଧାର କରିବା ପାଇଁ ସେ ପାହାଚ ତାଙ୍କେ ଯେଉଁ ନିର୍ମାଣ କର୍ତ୍ତା ବୋଲି ମୁଁ ଭାବୁଛି। ଅତି ସୁନ୍ଦର କଥା, ବଢ଼ିଆ ଉତ୍ତର ଭାଇ ଦେଇଛନ୍ତି। ଆଉ କିଏ କ'ଣ ଭାବୁଛନ୍ତି ସୋପାନର ଅର୍ଥ କ'ଣ ହେଇପାରେ? ସେ ଭାବୁଥିଲେ ଏଇଟା ଗୋଟେ ପବିତ୍ର ଜାଗା, ତାପରେ ସ୍ୱର୍ଗର ଆଉ ପୃଥିବୀର ଯିବା ଆସିବା ଦୂତମାନଙ୍କର ସେ ଜାଗା ବୋଲି ସେ ସୋପାନର ଅର୍ଥ ଏମିତି ମଧ୍ୟ ହେଇପାରେ, ସ୍ୱର୍ଗଦ୍ୱାର। ସ୍ୱର୍ଗ ଦ୍ୱାର ମଧ୍ୟ ହେଇପାରେ। ମୋର ଭାଇ ଭଉଣୀମାନେ, ଆମମାନେ ଯେଉଁ ପାଠ ପଢ଼ିଲୁ, ଆମେ ଜାକୁବଙ୍କୁ ଦତ୍ତ ଈଶ୍ୱରଙ୍କ ଦର୍ଶନର ପୂର୍ବାପର ଘଟଣାରେ ଯେଉଁ ସୋପାନ ଆମେ ଦେଖିଲୁ, ସେଇ ସୋପାନର ଅର୍ଥ, ସେ ସୋପାନର ନିଦର୍ଶନ କ'ଣ ହେଇପାରେ ବୋଲି ଆପଣମାନେ ଭାବୁଛନ୍ତି? ଚିନ୍ତା କରି ମୋତେ କୁହନ୍ତୁ ଭାଇ, ଆପଣ କ'ଣ ଭାବୁଛନ୍ତି? ସେଇ ସୋପାନ ଈଶ୍ୱରଙ୍କର ମନୁଷ୍ୟମାନଙ୍କ ସହ ସମ୍ପର୍କକୁ ବୁଝାଏ। ଠିକ୍। ପରମେଶ୍ୱର ମନୁଷ୍ୟମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ସେ ଚାହାନ୍ତି। ହଁ, ସେଇଥିପାଇଁ ଆଉ ସେ ଜାକୁବକୁ ମଧ୍ୟ ବ୍ୟକ୍ତିଗତ
ସମ୍ପର୍କ ସ୍ଥାପନ କରିବାକୁ ସେ ଚାହିଁକି ସେ ଦର୍ଶନ ଦେଖାଇଲେ ବୋଲି ମୁଁ ଭାବୁଛି। ଆପଣ ଠିକ୍ ଚିନ୍ତା କରୁଛନ୍ତି। ଆଉ କିଏ ଭାବୁଛନ୍ତି ସୋପାନର ନିଦର୍ଶନ କ'ଣ ହେଇପାରେ? ଯାକୁବ ସହିତ ଈଶ୍ୱର ମାନେ ସମ୍ପର୍କ ରଖିବା ପାଇଁ ସେ ଯେହେତୁ ସେ ଜାଣିନଥିଲେ, ହଁ, ଆଉ ଜାଣିନଥିବାରୁ ଯାକୁବ ସହିତ ଈଶ୍ୱର ସମ୍ପର୍କ ରଖିବା ପାଇଁ ସେ ଇଚ୍ଛା ଯାକବ କଲେ। ସହିତ ଈଶ୍ୱରଙ୍କ ସମ୍ପର୍କ ସ୍ଥାପନ କରିବା ପାଇଁ ହଁ ସେଇଟା ଆପଣ ଯାହା ବୁଝୁଛନ୍ତି ନିଶ୍ଚିତ ଭାବେ ସେ ମଧ୍ୟ ଠିକ୍ କଥା। ଭାଇମାନେ ଆଉ କିଏ କ'ଣ ଚିନ୍ତା କରୁଛନ୍ତି? ଭଉଣୀମାନେ କ'ଣ ହେଇପାରେ? ଯାକୁବ ଯେତେବେଳେ ସେ କିଛି ବିଷୟ ବହୁତ ତାଙ୍କର ହୃଦୟ ବି ସରଳ ଥିବ, ସେଥିପାଇଁ ପରମେଶ୍ୱର ସୁସମ୍ପର୍କ ମଣିଷମାନଙ୍କୁ ଯାକୁବକୁ ଦେଇକରି ଉଦ୍ଧାର କରିବା ପାଇଁ ସେ ସେଇଟା ଚାହୁଁଥିଲେ। ନିଶ୍ଚିତ ଭାବରେ ସେ ସୋପାନଟି ଏଇଭଳି ଅର୍ଥ ମଧ୍ୟ ହେଇପାରେ। ଭାଇ ଆପଣ କ'ଣ ଭାବୁଛନ୍ତି ଏ ପାହାଚର ନିଦର୍ଶନ କ'ଣ ହେଇପାରେ? ପରମେଶ୍ୱର ମନୁଷ୍ୟ ଭିତରେ ବହୁତ ତଫାତ୍, ତେଣୁକରି ସେ ସ୍ୱପ୍ନ ଯୋଗେ ଯାକୁବକୁ କଥା କହିଥିଲେ। ଠିକ୍ କଥା। ସେ ପାହାଚ ମାଧ୍ୟମରେ ପାହାଚ କ'ଣ ଭାବୁଛନ୍ତି ଆପଣ? ପାହାଚ କ'ଣ ହେଇପାରେ? ସମ୍ପର୍କ ପରମେଶ୍ୱର ସହିତ ମନୁଷ୍ୟର ଗୋଟେ ସମ୍ପର୍କ ହଁ ଠିକ୍ କଥା। ସ୍ୱର୍ଗର ପରମେଶ୍ୱର ପୃଥିବୀକୁ ଆସୁଛନ୍ତି ଆସୁଛନ୍ତି ଗୋଟେ ପାହାଚ ଦେଇକି। ପାହାଚ ଦେଇ। ପରମେଶ୍ୱରଙ୍କ ଦୂତଗଣ, ଠିକ୍ କଥା। ମନୁଷ୍ୟମାନଙ୍କ ସହିତ ଈଶ୍ୱରଙ୍କର ସମ୍ପର୍କକୁ ମଧ୍ୟ ବୁଝାଏ। ଆପଣ କ'ଣ ଭାବୁଛନ୍ତି ଭାଇ? ମନୁଷ୍ୟର ସମ୍ପର୍କ ପରମେଶ୍ୱରଙ୍କ ସହିତ ଗୋଟିଏ ପଥ ସମାନ, ରାସ୍ତା ସମାନ ତାଙ୍କେ ଦେଖନ୍ତି। ଠିକ୍ କଥା। ତେବେ ଆମେମାନେ ଦେଖୁଛୁ ସୋପାନଟି ଲୋକମାନଙ୍କର ସହିତ ଈଶ୍ୱରଙ୍କର ସମ୍ପର୍କର ଗୋଟେ ନିଦର୍ଶନ ଅଟେ। ନା କ'ଣ ଭାବୁଛନ୍ତି? କ'ଣ ଭାବୁଛନ୍ତି? ଠିକ୍ ତ? ଠିକ୍। ଈଶ୍ୱର ସ୍ୱର୍ଗରୁ ପୃଥିବୀକୁ ଓହ୍ଲାଇ ଆସନ୍ତି, ଆମମାନଙ୍କ ନିକଟରେ ଆପଣାକୁ ପ୍ରକାଶ କରନ୍ତି, ଉପସ୍ଥାପିତ କରନ୍ତି। ଈଶ୍ୱର ଯାକୁବକୁ ଆପଣାର ଏକ ବ୍ୟକ୍ତିଗତ ଅନୁଭୂତି ଦେଲେ। ଗୋଟେ ବ୍ୟକ୍ତିଗତ ଅନୁଭୂତି ଈଶ୍ୱର ଦେଉଛନ୍ତି, ଯାହା ଯାକୁବ ବାସ କରୁଥିବା ପୃଥିବୀରୁ ଉର୍ଦ୍ଧ୍ୱ ଦୃଷ୍ଟି କରି ଈଶ୍ୱର ବାସ କରୁଥିବା ସ୍ୱର୍ଗର ଏକ ନିଦର୍ଶନ ଥିଲା। କଥା ବୁଝିପାରିଲେ ମୋର ଭାଇମାନେ ଭଉଣୀମାନେ? ଦେଖନ୍ତୁ ପରମେଶ୍ୱର କିଭଳି ନିଜର ସମ୍ପର୍କ ଏ ପତିତ ଏ ପାପରେ ପଡ଼ିଥିବା ଜଗତରେ ପୃଥିବୀର ଲୋକମାନଙ୍କ ଉପରେ କିପରି ସମ୍ପର୍କ ସ୍ଥାପନ କରୁଛନ୍ତି। ଈଶ୍ୱର କେଡ଼େ ସମ୍ପର୍କ ସ୍ଥାପନକାରୀ, ଲୋକମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ପରମେଶ୍ୱର ଅଟନ୍ତି। ତେବେ ମୁଁ ଆପଣଙ୍କୁ ଆଉ ଗୋଟେ ପ୍ରଶ୍ନଟି ପଚାରିବାକୁ ଚାହେଁ, ଘଟଣାଟି କେବେ ଘଟିଲା? ଆପଣ ଯଦି କହିପାରିବେ କଥା, ଘଟଣାଟି କେବେ ଘଟିଥିଲା? ଏହି ଘଟଣାଟି ହଁ। ପୂର୍ବ କାଳରେ ଘଟିଥିଲା, ପୂର୍ବ କାଳ ବହୁତ ନିଶ୍ଚିତ ବର୍ଷ ଭାବରେ। ଆଗରେ। ତେବେ ପ୍ରଭୁ ଯୀଶୁଙ୍କର ଆସିବା ପୂର୍ବରୁ ନା ଆସିଲା ପରେ ଘଟଣାଟି ଘଟିଲା? ଏଇ ଘଟଣା ଯୀଶୁଙ୍କର କ୍ରୁଶାପିତ ହେବା ପୂର୍ବରୁ ଏଇ ଘଟଣାଟା ଘଟିଥିଲା। ନିଶ୍ଚିତ ଭାବରେ ସୁନ୍ଦର କଥା। ତେବେ ଯୀଶୁଙ୍କର କ୍ରୁଶ ଭୋଗ ପୂର୍ବରୁ, ଯୀଶୁଙ୍କର ମୃତ୍ୟୁ ପୂର୍ବରୁ, ବା କହିପାରୁ ଆମେ ଯୀଶୁଙ୍କର ଜନ୍ମ ପୂର୍ବରୁ ଏ ଘଟଣାଟି ଘଟିଥିଲା। ଅନେକ ଅନେକ ବର୍ଷ ପୂର୍ବରୁ ଏ ଘଟଣାଟି ଘଟିଥିଲା। ତେବେ ଯୀଶୁ ସେ ପର୍ଯ୍ୟନ୍ତ ଜଗତକୁ ଆସିନଥିଲେ, ମୃତ୍ୟୁ ଭୋଗ କରିନଥିଲେ, ଉତ୍ଥାପିତ ହୋଇନଥିଲେ କିମ୍ବା ସ୍ୱର୍ଗ ଆରୋହଣ କରିନଥିଲେ। ତା ପୂର୍ବର ଘଟଣାଟି ଏହା। ତେବେ ମୁଁ ଆପଣମାନଙ୍କୁ ଆଉ ଗୋଟେ ସୁନ୍ଦର ପ୍ରଶ୍ନ ପଚାରିବାକୁ ଚାହେଁ, ଆପଣମାନେ କହିବାକୁ ସକ୍ଷମ ହେବେ ବୋଲି ମୁଁ ଭାବେ। ଏହା କାହିଁକି ଲେଖାଯାଇଥିଲା? କେଉଁ ଉଦ୍ଦେଶ୍ୟ ପାଇଁ ଏହା ଲେଖାଗଲା? କ'ଣ ଭାବୁଛନ୍ତି ଆପଣ? ପରମେଶ୍ୱର ପ୍ରତ୍ୟେକ ମନୁଷ୍ୟଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି। ହଁ ହଁ ଆମେ ତାଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କଲେ ତାଙ୍କର ସେଇ ବ୍ୟକ୍ତିଗତ ପ୍ରତିଜ୍ଞା, ସେଇ ଆଶୀର୍ବାଦ ଆମେ ପାଇହେବ। ଆମେ କେବଳ ଆମ ପିତାମାତା ପୂର୍ବପୁରୁଷଙ୍କର ପରମେଶ୍ୱର ଜାଣି ସେତିକିରେ ସୀମିତ ହେଲେ ହେବ ନାହିଁ। ଆମେ ତାଙ୍କର ସହ ବ୍ୟକ୍ତିଗତ ସମ୍ପର୍କ ବିତାଇବାକୁ ପଡ଼ିବ, ଯାହାଦ୍ୱାରା ତାଙ୍କର ଯୋଜନା ଆମ ଜୀବନ ପ୍ରତି କ'ଣ ତାହା ଜାଣିହେବ ଆଉ ତାଙ୍କର ଆଶୀର୍ବାଦ ଲାଭ କରିହେବ। ନିଶ୍ଚିତ ଭାବରେ। ଆପଣ କ'ଣ ଭାବୁଛନ୍ତି ଭାଇମାନେ ଭଉଣୀମାନେ? ଆପଣ କ'ଣ ଚିନ୍ତା କରୁଛନ୍ତି କେଉଁ ଉଦ୍ଦେଶ୍ୟ ପାଇଁ ଏହା ଲେଖାଗଲା? ପରମେଶ୍ୱର ଅନେକ ମାଧ୍ୟମରେ ସେ କଥା କୁହନ୍ତି। ଆମ ପାଇଁ ଏଇଟା ଗୋଟେ ଶିକ୍ଷଣୀୟ ବିଷୟ, ଯେହେତୁ ପରମେଶ୍ୱର ଯାକୁବକୁ ସ୍ୱପ୍ନ ଯୋଗେ କଥା କହିଥିଲେ। ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ। ଆପଣ କ'ଣ ଭାବୁଛନ୍ତି ଭାଇ? କ'ଣ ପାଇଁ ଲେଖାଗଲା? କେଉଁ ଉଦ୍ଦେଶ୍ୟ ପାଇଁ ଲେଖାଗଲା? ମନୁଷ୍ୟମାନଙ୍କର ଆଉ ପରମେଶ୍ୱର ଗୋଟେ ସମ୍ପର୍କ ରଖିବା ପାଇଁ। ହଁ ଠିକ୍। ସେ ସମ୍ପର୍କ ରଖି ମନୁଷ୍ୟମାନଙ୍କ ଠାରେ ଗୁଡ଼ାଏ କଥା କହିବା ପାଇଁ ସେ ଇଚ୍ଛା କରୁଥିଲେ। ନିଶ୍ଚିତ ଭାବରେ। ତେବେ ହଁ ଭାଇ କୁହନ୍ତୁ। ଯେତେବେଳେ ପରମେଶ୍ୱର ତାଙ୍କର ସୁସମ୍ପର୍କ ମଣିଷମାନଙ୍କର ଦୂର ହୋଇଯାଇଥିଲା, ସେଥିପାଇଁ ସେ
କେମିତି ସୁସମ୍ପର୍କ ଜାଣିବେ ସେ ବିଷୟ ପାଇଁ ବୋଲି ସମ୍ପର୍କ ରଖିପାରିବେ ରଖିପାରିବେ ଆଉ ସେ ବିଷୟକୁ ସେ ପରମେଶ୍ୱରଙ୍କୁ କି ପ୍ରକାର ମୋତେ ଜାଣିବେ ବୋଲି ତାଙ୍କର ସୁସମ୍ପର୍କ ବିଷୟରେ ଜଣାଇଥିଲେ। ଅତି ସୁନ୍ଦର କଥା, ଅତି ସୁନ୍ଦର କଥା ଭାଇ, ଉତ୍ତମ ଉତ୍ତର ଦେଇଛନ୍ତି। ଆପଣ କ'ଣ ଭାବୁଛନ୍ତି ଭାଇ? ଏହା ଲେଖା ହେବା କାରଣ ହେଉଛି ଯେ ମନୁଷ୍ୟ ଆଉ ପରମେଶ୍ୱରଙ୍କର ଯୋଗାଯୋଗ ବା ସମ୍ପର୍କ ପ୍ରେମଟା ସବୁଦିନ ରହିଥାଉ ବୋଲି ଏସବୁ ଲେଖିକି ସେ ପଠାଇଛନ୍ତି। ଅତି ସୁନ୍ଦର କଥା। ତେବେ ଆମମାନେ ଦେଖୁଛୁ ଜିହୁଦୀ ଗୋଷ୍ଠୀର ଏହି ସତ୍ୟ ଘଟଣା ଓ ଈଶ୍ୱରଙ୍କ ସହିତ ଥିବା ସେମାନଙ୍କର ସମ୍ପର୍କ ଦ୍ୱାରା ଆମମାନେ ଈଶ୍ୱରଙ୍କର ସମ୍ବନ୍ଧରେ ଆଉ ଟିକେ ଅଧିକ ଆମେ ଟିକେ ଜାଣିପାରୁଛୁ। ଯେଉଁ ଘଟଣାଟି ଲେଖାଗଲା ତେଣୁକରି ଆମେ ଟିକେ ଈଶ୍ୱରଙ୍କୁ ଟିକେ ଅଧିକ ଟିକେ ଜାଣିପାରୁଛୁ। ଈଶ୍ୱର ଯାକୁବକୁ ନିଜର ଏକ ବ୍ୟକ୍ତିଗତ ଅନୁଭବ ଦେଉଛନ୍ତି ଏଠାରେ। ଯାକୁବ ସେ ପର୍ଯ୍ୟନ୍ତ ଈଶ୍ୱରଙ୍କୁ ଭଲରେ ଜାଣିନଥିଲେ। ଯାକୁବ ଈଶ୍ୱରଙ୍କୁ ନିଜର ପିତାଙ୍କର ଈଶ୍ୱର ବୋଲି ଭାବୁଥିଲେ, କିନ୍ତୁ ପରମେଶ୍ୱର ଏଠାରେ ଯାକୁବଙ୍କୁ ବ୍ୟକ୍ତିଗତ ଭାବରେ ଯାକୁବକୁ କଥା ହେଉଛନ୍ତି। ଗୋଟେ ଦର୍ଶନ ମାଧ୍ୟମରେ ଗୋଟେ ବ୍ୟକ୍ତିଗତ ଅନୁଭବ ଯାକୁବକୁ ପରମେଶ୍ୱର ପ୍ରଦାନ କରୁଛନ୍ତି। ଈଶ୍ୱରଙ୍କ ସମ୍ବନ୍ଧରେ ଆପଣା ପିତାଙ୍କର ଈଶ୍ୱର କିମ୍ବା ନିଜର ଜେଜେବାପାଙ୍କର ଈଶ୍ୱର ବୋଲି ଜାଣିବା ଯଥେଷ୍ଟ ନୁହେଁ। ଯାକୁବ କେବଳ ସେତିକି ଭାବୁଥିଲେ ମୋ ବାପାଙ୍କର ଈଶ୍ୱର ପୁଣି ମୋ ଜେଜେବାପା ଅବ୍ରାହମଙ୍କର ଈଶ୍ୱର ବୋଲି ସେ ଭାବୁଥିଲେ। ତା ସେତିକିରେ ରୁହେ ନାହିଁ। ବର୍ତ୍ତମାନ ଯାକୁବ ଆପଣା ପାଇଁ ଈଶ୍ୱରଙ୍କୁ ବ୍ୟକ୍ତିଗତ ଭାବରେ ଜାଣୁଛନ୍ତି। ଏ କାହାଣୀରେ ଆମେ ଦେଖୁଛୁ ନିଜ ପାଇଁ ସେ ବ୍ୟକ୍ତିଗତ ଭାବେ ଈଶ୍ୱରଙ୍କୁ ଜାଣୁଛନ୍ତି, ଯାହାଦ୍ୱାରା ଆପଣାର ବ୍ୟକ୍ତିଗତ ପ୍ରତିଜ୍ଞା ଯାକୁବ ପ୍ରାପ୍ତ ହେଉଛନ୍ତି। ମୋର ଲୋକମାନେ ବୁଝିପାରିଲେ କଥାଟା? ଯାକୁବ ନିଜେ ପରମେଶ୍ୱରକୁ ବର୍ତ୍ତମାନ ଜାଣୁଛନ୍ତି, ଯଦ୍ୱାରା ପରମେଶ୍ୱର ତାଙ୍କୁ ବ୍ୟକ୍ତିଗତ ଭାବରେ ଏକ ପ୍ରତିଜ୍ଞା ଦେଉଛନ୍ତି। ପ୍ରତିଜ୍ଞାଟେ କ'ଣ ଥିଲା? ଯେ ଆମେ ତୁମକୁ ପୁନର୍ବାର ଦେଶକୁ ଫେରାଇ ଆଣିବା। ତାର ଆଗରୁ ଆମେ କଥା ହେଇଛୁ। ତେବେ ମୁଁ ଆପଣମାନଙ୍କୁ ଆଉ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ। এই ଶାସ୍ତ୍ରାନ୍ତରେ ଯେଉଁ ବିଷୟ ସବୁ ଲେଖାଯାଇଛି, ଯେତେ ସବୁ ଆମେ ପାଠ କଲୁ, କ'ଣ ସେସବୁ ବିଷୟ ଆଜି ମଧ୍ୟ ସମାନ ଅଟେ? ଆପଣ କ'ଣ ଭାବୁଛନ୍ତି? ସେ ପ୍ରତ୍ୟେକ ବିଷୟ କ'ଣ ଆଜି ମଧ୍ୟ ସମାନ ଲାଗୁଛି ଆପଣଙ୍କୁ? ଏହି ଶାସ୍ତ୍ରାଂଶରୁ ଆମେ ଜାଣିବା ଯେ ଆଜି ମଧ୍ୟ ତାହା ସମାନ। ତାହା ହେଉଛି ଈଶ୍ୱର କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ନିଶ୍ଚିତ ଭାବରେ ସେ କେବେ ପରିବର୍ତ୍ତନ ହୁଅନ୍ତି ନାହିଁ, ବଦଳନ୍ତି ନାହିଁ। ଆଉ ସେ ସବୁବେଳେ ମନୁଷ୍ୟକୁ ପ୍ରେମ କରୁଥିବା ଯୋଗୁଁ ତାଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ସେ ଆଜି ମଧ୍ୟ ଆମ ସମସ୍ତଙ୍କ ପ୍ରତି ଚାହାନ୍ତି। ଅତି ସୁନ୍ଦର କଥା। ତେବେ ଆପଣଙ୍କୁ କ'ଣ ଲାଗେ ଭାଇ, ସେ ବାକ୍ୟ କ'ଣ ଆଜି ମଧ୍ୟ ସମାନ ଅଟେ? ମୁଁ ଭାବୁଛି ଆଜି ମଧ୍ୟ ସେଇ ବାକ୍ୟ ସମାନ ଅଟେ। କାହିଁକି ସେ ଯେତେବେଳେ ବି ନାଇକି ଆମ ପାଖରେ ରହୁଛନ୍ତି ସବୁବେଳେ, ହଁ ଆଉ ସେ ଭାବୁଛନ୍ତି ସେମାନେ ଏହିପରି ମୁକ୍ତି ପାଆନ୍ତୁ। ଆହୁରି ଯାକୁବଙ୍କୁ କଥା କହୁଥିଲେ ଏମାନଙ୍କୁ ମୋର ପଥ ନିଶ୍ଚିତ କୋଡ଼ାଇ ଆଣନ୍ତୁ ବୋଲି ତାଙ୍କର ଇଚ୍ଛା ଥିଲା, ପରମେଶ୍ୱରଙ୍କର ଇଚ୍ଛା ଥିଲା। ଆପଣ କ'ଣ ଭାବୁଛନ୍ତି ଭାଇ କୁହନ୍ତୁ? ଆଜି ମଧ୍ୟ ପୂର୍ବ କାଳରେ ଯେଉଁ ପ୍ରକାର ଭାବବାଦୀମାନଙ୍କ ଦ୍ୱାରା ପରମେଶ୍ୱର କଥା କହୁଥିଲେ, ଆଜି ମଧ୍ୟ ଏଇ ଜଗତ ଯୀଶୁଙ୍କର ସମୟରେ ମଧ୍ୟ ସେ ଠିକ୍ ସେ ସମାନ ଅଛି। ଯୁବା ଲୋକମାନଙ୍କୁ ସ୍ୱପ୍ନ ଦେଖୁ ଆଉ ଦର୍ଶନ କରାଇବୁ, ଆଉ ବୃଦ୍ଧ ଲୋକମାନଙ୍କୁ ସ୍ୱପ୍ନ ଦେଖାଇବୁ ବୋଲି କହିଥିଲେ। ତେଣୁ ନିଶ୍ଚିତ ଭାବରେ ଆଜି ମଧ୍ୟ ସେ ବାକ୍ୟ ଅଛି। ନିଶ୍ଚିତ ଭାବରେ ସମାନ ଲାଗେ, ସମାନ ସମାନ ଲାଗେ। ନିଶ୍ଚିତ ଭାବେ ପରମେଶ୍ୱର ଏବେ ମଧ୍ୟ ଆମମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି, କରନ୍ତି ମଧ୍ୟ। ନିଶ୍ଚିତ ଭାବେ ଆପଣ ଠିକ୍ କହିଲେ। ଭାଇ ଆପଣ କ'ଣ ଚିନ୍ତା କରୁଛନ୍ତି? ପୂର୍ବ କାଳରେ ଯେମିତି ଯାକୁବକୁ ସ୍ୱପ୍ନ ମାଧ୍ୟମରେ ପ୍ରଭୁ କଥା କହିଲେ, ଆଜି ମଧ୍ୟ ତାଙ୍କର ଲୋକମାନେ ଦିଗରେ ପ୍ରଭୁ କଥା କହିବା ପାଇଁ ଚାହାନ୍ତି। ଯେହେତୁ ସୁନ୍ଦର ପ୍ରଭୁଙ୍କର ଦାସ କହିଗଲେ ସେ ଚିରକାଳ ସମାନ ଅଟନ୍ତି। ନିଶ୍ଚିତ ଭାବରେ। ଭାଇ ଆପଣ କ'ଣ ଭାବୁଛନ୍ତି? ହଁ, ଏଇ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟରେ ସବୁ ସମାନ ଅଟେ। କାରଣ ସେ ମଧ୍ୟ କହୁଛନ୍ତି, ତା ପୂର୍ବରୁ ଜଣେ ଭାଇ କହିଛନ୍ତି, ଆଉ ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ଆଉ ତାଙ୍କର ପଠାଇଥିବା ଲେଖା ହେଇଥିବା ବାକ୍ୟ କେବେ ବଦଳିବ ନାହିଁ। ସେ ପୂର୍ବରୁ ବଦଳିକି ମନ ପରିବର୍ତ୍ତନ କରିକି ପଠାଇଛନ୍ତି। ଆଉ ସେସବୁ ତାଙ୍କରି ଆଗମନ ଯାଏ ସେସବୁ ଲେଖା ସେ ବିଷୟ ଗୁଡ଼ାକ ଆଉ ସବୁ ସମାନ ଅଟେ ଆମ ସମସ୍ତଙ୍କ ମଧ୍ୟରେ। ଆପଣ ଠିକ୍ କଥା କହିଲେ। ତେବେ ମୋର ଲୋକମାନେ, ତେବେ ଆମମାନେ ଚିନ୍ତା କଲୁ ଯେ କିଭଳି ପରମେଶ୍ୱର ବାକ୍ୟରେ ଆମମାନଙ୍କୁ କଥା କହିଲେ, ପୁଣି ତାଙ୍କର ବାକ୍ୟ କିଭଳି ଆଜି ମଧ୍ୟ ସମାନ ଆମମାନଙ୍କ ଜୀବନ ପାଇଁ। ଆପଣ କିଛି କହିବେ ଭାଇ? ହଁ କହିବେ। ଯାକୋବଙ୍କୁ ଯେତେବେଳେ ତାଙ୍କ ପୁଅ ପାଇଁ ବାଛିଥିଲେ, ଯେ ଆଜି ମଧ୍ୟ ସେ ଆମମାନଙ୍କୁ ବାଛନ୍ତି। ଆଉ ଯେ ପରିସ୍ଥିତିରେ ହେଉନା କାହିଁକି ଈଶ୍ୱର ଆମ୍ଭମାନଙ୍କୁ ଅପେକ୍ଷା କରୁଛନ୍ତି ଯେ ଏଇ ପଥ ଦେଇକି ଆସନ୍ତୁ ବୋଲି। ନିଶ୍ଚିତ ଭାବରେ।
ତେବେ ଆମମାନେ ଦେଖୁଛୁ ଯେ ଭାଇ କହିଲେ ଆପଣ ଭାଇ କ'ଣ ଭାବୁଛନ୍ତି ଆପଣ? ପରମେଶ୍ୱରଙ୍କର ଯୋଜନା ମହାନ। ଆଉ ଏଠାରେ ଜାକୁବଙ୍କର ଯାହା ଆବଶ୍ୟକତା ଥିଲା ସେ ଅନୁଯାୟୀ ଜାକୁବକୁ ସେ ପ୍ରତିଜ୍ଞା କରି ସେସବୁ ବିଷୟକୁ ସଫଳ କରୁଛନ୍ତି। ଆଜି ପ୍ରତ୍ୟେକ ମନୁଷ୍ୟଙ୍କର ଆବଶ୍ୟକତା ଭିନ୍ନ ଭିନ୍ନ। ଆଉ ସେମାନଙ୍କର ପ୍ରତି ଉତ୍ତମ ଯୋଜନା କ'ଣ ପରମେଶ୍ୱର ତାହା ଜାଣିଛନ୍ତି। ଆଉ ସେଇମାନଙ୍କର ବ୍ୟକ୍ତିଗତ ଯୋଜନା ଜାଣି ପରମେଶ୍ୱର ସେମାନଙ୍କୁ ସେହି ଅନୁସାରେ ଆଶୀର୍ବାଦ କରୁଛନ୍ତି ଏବଂ ସୁରକ୍ଷିତ ରଖୁଛନ୍ତି। ନିଶ୍ଚିତ ଭାବରେ। ତେବେ ଆମମାନେ ଜାଣିଲୁ ସେ ବାକ୍ୟ ଆଜି ମଧ୍ୟ ଆମମାନଙ୍କ ପାଇଁ ପ୍ରଯୁଜ୍ୟ, କାରଣ ଈଶ୍ୱର କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ଈଶ୍ୱର ବ୍ୟକ୍ତିଗତ ଭାବରେ ଓ ଆମମାନଙ୍କର ଆବଶ୍ୟକତା ଅନୁଯାୟୀ ସେ ନିଜକୁ ଆମମାନଙ୍କ ମଧ୍ୟରେ ପ୍ରକାଶ କରନ୍ତି। ପ୍ରତ୍ୟେକ ବ୍ୟକ୍ତି ସେମାନେ କାହାର ଉପାସନା କରିବେ, କାହାର ପୂଜା କରିବେ, ତାହା ଆପଣା ନିମନ୍ତେ ଅବଶ୍ୟ ସେମାନଙ୍କୁ ମନୋନୀତ କରିବାକୁ ହେବ। ତଥାପି ପ୍ରଭୁ ଆମମାନଙ୍କୁ ଛାଡ଼ନ୍ତି ନାହିଁ। ସେ ଆମମାନଙ୍କ ସହିତ ସର୍ବଦା ସମ୍ପର୍କ ରଖିବାକୁ ଚାହାନ୍ତି। ଆମମାନଙ୍କର ବ୍ୟକ୍ତିଗତ କଥା ଯେ ଆମେ କାହାର ଉପାସନା କରିବା। ତେବେ ମୋର ଲୋକମାନେ ପରମେଶ୍ୱରଙ୍କର ବାକ୍ୟ ସେ ସମୟରେ ସମାନ, ପୁଣି ଏବେ ମଧ୍ୟ ସମାନ ଅଟେ। ଏବେ ମଧ୍ୟ ଈଶ୍ୱରଙ୍କର ସମ୍ପର୍କ ଆମମାନଙ୍କ ସହିତ ହେଉଛି, ସେ ସମୟରେ ଯେଉଁ ପ୍ରକାର ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ସମ୍ପର୍କ ରହୁଥିଲା। ତେବେ ମୋର ଲୋକମାନେ ମୁଁ ଆପଣଙ୍କୁ ଆଉ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ। ଆଜି ଈଶ୍ୱରଙ୍କ ବାକ୍ୟ, ଆଜି ଈଶ୍ୱରଙ୍କର ସମ୍ପର୍କ ଆମମାନଙ୍କର ନିମନ୍ତେ ଏହାର ଅର୍ଥ କ'ଣ ହେଇପାରେ? ଆଜି ଏଇ ବାକ୍ୟ, ଏଇ କଥା ଆମେ ଯାହା ପଠନ କଲୁ, ଆମର ପାଇଁ ଏହାର ଅର୍ଥ କ'ଣ ହେଇପାରେ? ଆଜି ମୁଁ ଭାବୁଛି ୟାର ଅର୍ଥ ହେଉଛି ସେ ପୃଥିବୀ ଭିତରେ ଆମମାନଙ୍କୁ ଗୋଟେ ପଥ ବନାଇଛନ୍ତି ଯେ ଜାକୁବଙ୍କୁ ଦେଇକରି ଏମାନେ ସବୁ ଜାଣିବେ ବୋଲି ପରମେଶ୍ୱର ତାଙ୍କୁ ଜଣାଇଥିଲେ। ତାଙ୍କର ଦେଇ ଆଜି ମଧ୍ୟ ଚାଲିଛି ଏଇ ପୃଥିବୀ ଭିତରେ, ଯେମିତି ତାଙ୍କୁ ଜାଣିବା ପାଇଁ ଆଉ ସୁସମ୍ପର୍କ କେଉଁ ପ୍ରକାର ଏଇ ପୃଥିବୀ ମଧ୍ୟରେ ଆଜି ମଧ୍ୟ ସେହିପରି ସମ୍ପର୍କ ଦେଇ ସେମାନେ ପ୍ରେମରେ ବଢ଼ିବେ ଆଉ ମୋର ପଥକୁ ସେମାନେ କେଉଁ ପ୍ରକାର ଫେରିବେ, ନିଶ୍ଚିତ ଏ ଭାବରେ। ଉଦ୍ଦେଶ୍ୟ ଅଛି। ତେବେ ଭାଇମାନେ ଆପଣ କ'ଣ ଭାବୁଛନ୍ତି? ଏହାର ଅର୍ଥ କ'ଣ ହେଇପାରେ? ଏ ସୋପାନର ଅର୍ଥ ଆମର ପାଇଁ କ'ଣ ହେଇପାରେ? ବା ଈଶ୍ୱରଙ୍କର ସମ୍ପର୍କର ଅର୍ଥ ଆମର ଜୀବନ ପାଇଁ ଆଜିର ଯୁଗରେ, ଏବେର ସମୟରେ କ'ଣ ହେଇପାରେ? ଜାକବଙ୍କୁ ପରମେଶ୍ୱର ଯେଉଁ ସ୍ୱପ୍ନ ଦେଖାଇଥିଲେ ସେଇଟା ଗୋଟେ ଏଇ ସମୟରେ ଦେଖିଲେ ଆମେ ଏଇଟା ଗୋଟେ ଚିହ୍ନ ଆମ ପାଇଁ ହଁ। ଯେ ଜାକବଙ୍କୁ ସ୍ୱପ୍ନ ଦେଖାଇଥିଲେ ଏଇ ପଥ ଦେଇ ଆସିବ ହଁ। ବୋଲେ ଦୂତମାନେ ଆଶା ଯା କରୁଛନ୍ତି। କାହିଁକି ନା ଆମେ ମଧ୍ୟ ଏଇ ସମୟରେ ଯଦି ଆମେ ଭାବିବା ତାହେଲେ ଆମେ ବି ସେ ପଥ ଆମେ ଗମନ କରିବା ବୋଲି ଆମେ ଗମନ କରିବାକୁ ଚାହିଁବା। ନିଶ୍ଚିତ ଭାବରେ ସେ ପଥ ବିଷୟରେ ଆମେ ଚିନ୍ତା କରିବା। ତେବେ ଭାଇ ଆପଣ କ'ଣ ଭାବୁଛନ୍ତି? କ'ଣ ସେ ପଥର ଅର୍ଥ ଆମ ପାଇଁ କ'ଣ ହେଇପାରେ? ବା ଏଇ ବାକ୍ୟର ଅର୍ଥ ଆଜି ଜୀବନରେ ଆମ ପାଇଁ କ'ଣ ହେଇପାରେ? ଅର୍ଥ କ'ଣ ହେଇପାରେ? ତ ଆମେ ଜାଣିବୁ ଯେ ପ୍ରକୃତରେ ଈଶ୍ୱର ଅଛନ୍ତି ଆଉ ପ୍ରତ୍ୟେକକୁ ସେ ଦର୍ଶନ ଦେଲେ। ଜାକୁବକୁ ଯେଉଁ ପ୍ରକାର ଦର୍ଶନ ଆଉ ସ୍ୱପ୍ନ ମାଧ୍ୟମରେ ଦେଲେ, ଆମକୁ ମଧ୍ୟ ସେ ପ୍ରକାର ହେବ କି ବୋଲି ଆମେ ଭାବିବା କଥା। ନିଶ୍ଚିତ ଭାବରେ। ଆଜି ଏ ବାକ୍ୟ ଦ୍ୱାରା ଆମେ ଜାଣିପାରୁଛୁ। ନିଶ୍ଚିତ ଭାବରେ। ଭାଇ ଆପଣ କ'ଣ ଭାବିଲେ? ସେଦିନ ଜାକୁବଙ୍କୁ ପରମେଶ୍ୱର ଦର୍ଶନ ଦ୍ୱାରା ପୃଥିବୀରୁ ସ୍ୱର୍ଗକୁ ସଂଯୁକ୍ତ କରୁଥିବା ଏକ ସିଡ଼ି ବା ପାହାଚ ଦେଖାଇଲେ। ନିଶ୍ଚିତ ଭାବରେ। ଆଜି ମଧ୍ୟ ପରମେଶ୍ୱର ସେ ନିଜ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପଠାଇ ସେ ପୃଥିବୀ ଏବଂ ସ୍ୱର୍ଗ ମଧ୍ୟରେ ସେ ଏକ ପଥ ପ୍ରସ୍ତୁତ କଲେ। ଯୀଶୁ ହେଉଛନ୍ତି ପଥ, ସତ୍ୟ ଓ ଜୀବନ। ସେଇ ପଥ ଦେଇ ଗଲେ ହିଁ ଆମେ ପିତାଙ୍କ ନିକଟରେ ସ୍ୱର୍ଗକୁ ଯାଇହେବ। ତେବେ ଯୀଶୁଖ୍ରୀଷ୍ଟ ହେଉଛନ୍ତି ସେ ସୋପାନର ନିଦର୍ଶନ। ଆପଣ ଚିନ୍ତାରେ ନିଶ୍ଚିତ ଭାବେ ଠିକ୍ ଉତ୍ତର ଦେଇଛନ୍ତି। ତେବେ ଆଜି ଏଇ କଥା ଆମର ପାଇଁ କ'ଣ ହେଇପାରେ? ଆମ ପାଇଁ ଏହାର ଅର୍ଥ କ'ଣ ହେଇପାରେ? ଆପଣମାନେ କ'ଣ ଭାବୁଛନ୍ତି? ଏଇଟା ଆମମାନଙ୍କର ପାଇଁ କ'ଣ ବିଷୟ ଅଟେ? ଆମେ କ'ଣ ଚିନ୍ତା କରିବା? ଏଇଟା ଆମମାନଙ୍କ ପାଇଁ ଗୋଟେ ଶିକ୍ଷା, ହଁ। ଯେହେତୁ ଆମେ ସ୍ୱର୍ଗକୁ ଯିବା ପାଇଁ ଗୋଟେ ସୋପାନ ଶିକ୍ଷା ଦେଇଯିବାକୁ ସୋପାନ ଦେଇଯିବାକୁ ପଡ଼ୁଛି। ନିଶ୍ଚିତ ଭାବରେ। ଶିକ୍ଷା ଆମମାନଙ୍କ ପାଇଁ ଗୋଟେ, ଠିକ୍। ଯେମିତିକି ଜାକୁବଙ୍କ ସହିତ ହଁ। ପରମେଶ୍ୱର କଥା ହେଇଥିଲେ, ହୁଁ। ସେହିପରି ଏବେକା ଯୁଗରେ ପ୍ରଭୁ ମଧ୍ୟ ଯୀଶୁଙ୍କର ଦେଇ ଆମମାନଙ୍କୁ ନିଶ୍ଚିତ ଭାବେ ଠିକ୍ କଥା କହିଲେ। କଥା କହିଲେ। କଥା କହୁଛନ୍ତି ଯୀଶୁଙ୍କ ଦ୍ୱାରା ଆମର ପାଇଁ ଉଦ୍ଧାର ବ୍ୟବସ୍ଥା ମଧ୍ୟ କରୁଛନ୍ତି ନିଶ୍ଚିତ ଭାବରେ। ତେବେ ଆମମାନେ ଦେଖିଲୁ ଜାକୁବ ଗୋଟେ ଭୟଙ୍କର ଦର୍ଶନ କରୁଛନ୍ତି। ଦର୍ଶନ କେମିତି ଥିଲା? ଈଶ୍ୱର ସ୍ୱର୍ଗରୁ ନିଜକୁ ପୃଥିବୀ ନିକଟକୁ ଓହ୍ଲାଇ ଆସିବାର ଦେଖୁଛନ୍ତି। କ'ଣ ଦେଖୁଛନ୍ତି ଜାକୁବ? ଯେ ଈଶ୍ୱର ପୃଥିବୀକୁ ଓହ୍ଲାଇ ଆସୁଛନ୍ତି। ସ୍ୱର୍ଗରୁ ଈଶ୍ୱର ଜାକୁବଙ୍କ ନିକଟକୁ ଓହ୍ଲାଇକରି ଆସୁଛନ୍ତି। ଏଇ ଦର୍ଶନ ଗୋଟେ ଜାକୁବ ଦେଖୁଛନ୍ତି। ତେବେ ଈଶ୍ୱର ଏବେକା ଯୁଗରେ, ଏବେର ସମୟରେ ଈଶ୍ୱର ରକ୍ତ ମାଂସ ସହ ଦେହବନ୍ତ ହେଇ ଆସିଲେ। ଦେହବନ୍ତ ହେଇ
ମନୁଷ୍ୟ ଭାବରେ ପୃଥିବୀକୁ ଓହ୍ଲାଇକିରି ଆସିଲେ। କଥା ବୁଝିପାରିଲେ? ସେଇଟା ଗୋଟେ ନିଦର୍ଶନ ଥିଲା ଯେ ଈଶ୍ୱର ସ୍ୱର୍ଗରୁ ପୃଥିବୀକୁ ମନୁଷ୍ୟ ଭାବରେ ଆସିବେ, ମନୁଷ୍ୟ ଭାବରେ ଆସିବେ। ତେବେ ସେ ମନୁଷ୍ୟ ପୁତ୍ର ହେବେ, ପୁଣି ଈଶ୍ୱରଙ୍କର ପୁତ୍ର ହେବେ। ତାଙ୍କୁ ଆମେ କ'ଣ କହୁ? ଯୀଶୁ ଖ୍ରୀଷ୍ଟ କହୁ, ଯାହାର ଅର୍ଥ ଅଭିଷିକ୍ତ ବ୍ୟକ୍ତି। ମୋର କଥା ବୁଝିପାରୁଛନ୍ତି? ଏଇଭଳି ଅର୍ଥ ଆମର ଜୀବନରେ ଆମେ ପାଇପାରିବା। ଯଦି ଆମେମାନେ ପଢ଼ିବା ଯୋହନ 1 ତାର 51 ପଦ ଯଦି ଆମେ ପଢ଼ିବା, ଏ ବିଷୟରେ ଟିକେ ଆମେ ଅଧିକ ଆମେ ଜାଣିପାରିବା। ସେଠାରେ ଲେଖା ହୁଏ ଅତି ସୁନ୍ଦର ଭାବରେ, ଦୟାକରି ଆପଣମାନେ ଧ୍ୟାନରେ ଶୁଣନ୍ତୁ। ପୁଣି ସେ ତାହାଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟ ପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ। ଦେଖନ୍ତୁ, ଚିନ୍ତା କରନ୍ତୁ। ତେବେ ଆପଣମାନେ କ'ଣ ଦେଖିଲେ? ବାକ୍ୟରେ କ'ଣ କ'ଣ ଦେଖିଲେ? ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କରିବା ବିଷୟରେ ଦେଖିଲୁ। ନିଶ୍ଚିତ। କିଏ ଅବତରଣ କରୁଥିଲେ? ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁ ମନୁଷ୍ୟ ପୁତ୍ର। ତେବେ ଆପଣ ଆଉ କ'ଣ ଦେଖିଲେ? ଏ ବାକ୍ୟରେ ଆପଣମାନେ ଆଉ କ'ଣ କ'ଣ ଦେଖିଲେ? ଆପଣମାନେ କ'ଣ କ'ଣ ପାଇଲେ? ଚିନ୍ତା କରନ୍ତୁ। ହଁ ଭାଇ। ଦୂତମାନେ ମନୁଷ୍ୟ ପୁତ୍ରଙ୍କ ଉପରେ ଆରୋହଣ କରୁଥିବା, ମନୁଷ୍ୟମାନଙ୍କର ମଧ୍ୟରେ ପୃଥିବୀକୁ ଆରୋହଣ କରିବାର କରୁଥିବା ଆପଣମାନେ ଦେଖିଲେ ଦେଖିପାରୁ। ଏଠାରେ। ନିଶ୍ଚିତ ଭାବରେ ଆଉ କ'ଣ ଦେଖିଲେ? ଏ ବାକ୍ୟରେ ଆପଣମାନେ କ'ଣ ପାଇଲେ? ଏଠାରେ ଆମେ ଦେଖୁଛୁ ଯେ ସ୍ୱର୍ଗ ଖୋଲା ହେଇଯାଇଛି ହଁ, ଏବଂ ଯୀଶୁଙ୍କ ଦେଇ ସ୍ୱର୍ଗଦୂତମାନେ ଉପରୁ ତଳକୁ ଆସୁଛନ୍ତି ଆଉ ତଳରୁ ଉପରକୁ ଯାଉଛନ୍ତି। ଯୀଶୁଙ୍କୁ ଦେଇ ଯୀଶୁଙ୍କୁ ଦେଇକି ତାଙ୍କ ସ୍ୱର୍ଗରୁ ପୃଥିବୀକୁ, ହଁ। ପୃଥିବୀରୁ ସ୍ୱର୍ଗ। ଯୀଶୁ ହେଉଛନ୍ତି ସେଇ ସୋପାନ। ଯୀଶୁ ହେଉଛନ୍ତି ସେଇ ସୋପାନ। ସେଇ ସୋପାନର ନିଦର୍ଶନ ଆମେ ଦେଖୁଛୁ ଏଠାରେ ଯୀଶୁଙ୍କୁ। ଭାଇ ଆପଣ କ'ଣ ଭାବୁଛନ୍ତି? ମୁଁ ଭାବୁଛି ଯେ ଫାଷ୍ଟରେ ଜାକୁବକୁ ପ୍ରଥମରେ ଯେଉଁ ଆଗର କାଳରେ ଯେଉଁପରି ତାଙ୍କୁ ଦର୍ଶନ ଦେଇଥିଲେ, ଦୂତମାନେ ମଧ୍ୟ ତାଙ୍କୁ ଜଣାଉଥିବେ। ଆଉ ଏବେ ମଧ୍ୟ ଆମମାନଙ୍କର ଜୀବନରେ ମଧ୍ୟ ମଣିଷମାନଙ୍କୁ ଦୂତମାନଙ୍କୁ ପଠାଇ କରି ପରମେଶ୍ୱର ତାଙ୍କର ଜୀବନରେ କଥା କହୁଛନ୍ତି। ନିଶ୍ଚିତ ଭାବରେ। ତେବେ ଆମମାନେ ଏଠାରେ ଦେଖୁଛୁ ଯୋହନ 1:51 ଯେ ଯୀଶୁ ଶିଷ୍ୟମାନଙ୍କୁ କହନ୍ତି, ଦେଖାଇକରି କୁହନ୍ତି ଯେ ସେମାନେ ସ୍ୱର୍ଗକୁ ଖୋଲାଇଥିବାର, ପୁଣି ଈଶ୍ୱରଙ୍କର ଦୂତମାନଙ୍କୁ ମନୁଷ୍ୟ ପୁତ୍ରଙ୍କ ବା ଆପଣା ଉପରେ ଆରୋହଣ ପୁଣି ଅବତରଣ କରିବାର ଦେଖିବେ। ଦୂତମାନେ ସ୍ୱର୍ଗରୁ ଓହ୍ଲାଇବେ, ପୁଣି ଆରୋହଣ କରିବେ, এই ବିଷୟକୁ ସେମାନେ ଦେଖିବେ। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ, ମୃତ୍ୟୁ, ପୁଣି ପୁନରୁତ୍ଥାନ ଆଉ ପୁଣି ସ୍ୱର୍ଗରାୟଣ ଦ୍ୱାରା ସ୍ୱର୍ଗ ଦ୍ୱାରା କ'ଣ ହେଇଛି? ଖୋଲା ହେଇଛି। କିଭଳି ସ୍ୱର୍ଗ ଦ୍ୱାରା ଖୋଲା ହେଇଛି? ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ, ତାପରେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ, ପୁଣି ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ, ପୁଣି ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର୍ଗରୋହଣ ପରେ ସ୍ୱର୍ଗ ଦ୍ୱାରା କ'ଣ ହେଇଗଲା? ଖୋଲା ହେଇଗଲା, ଫିଟିଗଲା। ଆଜି ଯୀଶୁ ଖ୍ରୀଷ୍ଟଙ୍କ ଦେଇ ତାହାଙ୍କ ଆତ୍ମାଙ୍କ ଦ୍ୱାରା ଆମମାନେ ଈଶ୍ୱରଙ୍କୁ ବ୍ୟକ୍ତିଗତ ଭାବରେ କ'ଣ କରିପାରିବା? ଜାଣିପାରିବା। ବ୍ୟକ୍ତିଗତ ଭାବରେ କାହା ଦ୍ୱାରା ଆମେ ଈଶ୍ୱରଙ୍କୁ ଜାଣିପାରିବା? ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ବ୍ୟକ୍ତିଗତ ଭାବେ ଈଶ୍ୱରଙ୍କୁ ଆମେ ଜାଣିପାରିବା। କଥା ବୁଝିପାରିଲେ? ପୁଣି ଆମେ ମାନେ ପ୍ରତ୍ୟକ୍ଷ ଭାବରେ ଈଶ୍ୱରଙ୍କ ନିକଟକୁ ଯିବା ନିମନ୍ତେ ପ୍ରବେଶ କରିବା ପାଇଁ ଅଧିକାର ଆମମାନେ ପାଇଛୁ। ଈଶ୍ୱରଙ୍କ ନିକଟରେ ପ୍ରବେଶ କରିବା ପାଇଁ ଆମ ପାଖରେ ଅଧିକାର ଅଛି। ଏ ଅଧିକାର ଆମେ କାହା ପାଇଁ ପାଇଛୁ? ଯୀଶୁଙ୍କର ପାଇଁ। ଯୀଶୁ ପୃଥିବୀରେ ଆସିଲେ ପାଇଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଆସିଥିବା ହେତୁ ଆମମାନେ ସ୍ୱର୍ଗକୁ ପ୍ରବେଶ କରିବାର ଅଧିକାର ଆମମାନେ ପାଇଛୁ। ଆମମାନଙ୍କର ଯାହା ବି ପରିସ୍ଥିତି ହେଉନା କାହିଁକି, ଈଶ୍ୱର ଆମମାନଙ୍କର ଅପେକ୍ଷା କରୁଛନ୍ତି। ଆମମାନେ ହେଇଥାଇପାରେ ଗୋଟେ ଖରାପ ପରିସ୍ଥିତି ପଡ଼ିଥାଇପାରୁ, ହେଇଥାଇପାରେ ଆମମାନେ ଗୋଟେ ଗରିବ ଅବସ୍ଥାରେ ଥାଇପାରୁ, ଆମର ପରିସ୍ଥିତି ଯାହା ହେଉନା କାହିଁକି, ହେଇଥାଇପାରେ ଆମେ ପାପ ଅବସ୍ଥାରେ ଅଛୁ। ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ଆମମାନଙ୍କୁ ଅପେକ୍ଷା କରୁଛନ୍ତି। କଥା ବୁଝିପାରିଲେ? ଈଶ୍ୱର ଆମମାନଙ୍କୁ ଅପେକ୍ଷା କରୁଛନ୍ତି। ଆମମାନଙ୍କୁ ଅପେକ୍ଷା କରୁଥିବା ହେତୁ ସ୍ୱର୍ଗ ଦ୍ୱାରା ଆମ ପାଇଁ ଖୋଲା କରାଯାଇଛି। ସେ ସ୍ୱର୍ଗ ଦ୍ୱାରା କେମିତି ଖୋଲା ଯାଇଛି? ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା। ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଆମ ନିମନ୍ତେ ସ୍ୱର୍ଗ ଦ୍ୱାର ଖୋଲା ହେଇଛି। ନା କ'ଣ ଭାବୁଛନ୍ତି ଆପଣମାନେ? ତେବେ ମୁଁ ଆପଣମାନଙ୍କୁ ଆଉ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ, ଆପଣମାନେ ଉତ୍ତର ଦେବେ। ଏଇ ପାଠ ଆମେ ଯାହା ପାଠ କଲୁ, ଏ ପାଠରୁ ଆପଣମାନେ ଈଶ୍ୱରଙ୍କର ବିଷୟରେ ଗୋଟେ ବିଷୟ କୁହନ୍ତୁ, ଯେଉଁ ବିଷୟ ଆପଣ ଶିକ୍ଷା ଲାଭ କଲେ। କେଉଁ ଶିକ୍ଷା ଲାଭ କଲେ? ଈଶ୍ୱରଙ୍କର ବିଷୟ କ'ଣ କ'ଣ ଶିକ୍ଷା ଲାଭ କଲେ ଆପଣ? ମୋର ଶିକ୍ଷା ବୋଲେ ଫାଷ୍ଟରେ ଯେତିକିବେଳେ ଜାକୁବଙ୍କୁ ଆତ୍ମାରେ ବି କଥା କହୁଥିଲେ ପରମେଶ୍ୱର ଜାକୁବଙ୍କୁ, ମାତ୍ର ଏଇ କାଳରେ ଆମମାନଙ୍କର ଜାଣିବା ପାଇଁ ଆଉ ତାଙ୍କର ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ଜାଣିବା ପାଇଁ ପବିତ୍ର ଆତ୍ମା ଦେଲେ, ଆଉ ବ୍ୟକ୍ତିଗତ ଭାବରେ ଯେଉଁ
ନିରୀହ ପୁରୁଷ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ଦ୍ୱାରା ଆମେ ସେଇ ପଥ ଦେଇ ଯିବାକୁ ପଡ଼ିବ ସେଇଟା ବୋଲି ଜାଣିଲି। ଆଉ ପ୍ରଭୁଙ୍କର ଦାସ କହିଲା ପରି ଯୀଶୁ ହିଁ ପଥ ଯୀଶୁ ହିଁ ସତ୍ୟ ତାଙ୍କୁ ଦେଇ ଆମମାନେ ସେ ବିଷୟକୁ ସ୍ୱର୍ଗ ରାଜ୍ୟ ଯେଉଁ ପଥକୁ ଆମେ ଯାଇପାରିବା। ନିଶ୍ଚିତ ଭାବରେ ଠିକ୍ କଥା ଆପଣ କହିଲେ। ତେବେ ଆପଣମାନେ କ'ଣ ଭାବୁଛନ୍ତି, ଆପଣ କେଉଁ ବିଷୟ ଶିକ୍ଷା ଲାଭ କଲେ ଈଶ୍ୱରଙ୍କ ବିଷୟରେ ଏଠାରେ? ଏଠାରେ ଈଶ୍ୱର ଜଣେ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନକାରୀ ପରମେଶ୍ୱର ଠିକ୍ ଠିକ୍ ଏବଂ ସେ ବିଶ୍ୱସ୍ତ ଏବଂ ଆଶୀର୍ବାଦ ପ୍ରଦାନକାରୀ ପରମେଶ୍ୱର, ନିଶ୍ଚିତ ଭାବରେ। ତାହା ମୁଁ ଜାଣିଲି। ଆପଣମାନେ କ'ଣ ଭାବିଲେ ଈଶ୍ୱର କିଏ, ଆପଣ କ'ଣ ଭାବିଲେ ଈଶ୍ୱରଙ୍କ ବିଷୟରେ କ'ଣ ଶିକ୍ଷା ଲାଭ କଲେ? ଏଠି ମୁଁ ଶିକ୍ଷା ଲାଭ କରିବାକୁ ପାଉଛି ଯେ ଗୋଟେ ସତ୍ୟତା ସତ୍ୟତା, ଈଶ୍ୱରଙ୍କର ସତ୍ୟତା ସତ୍ୟତା ନିଶ୍ଚିତ ଭାବରେ। ଆଉ ପୁନର୍ଜନ୍ମ ପାଇବା, ଯେଉଁଟା ଆମେ ପାପରେ ଥିଲୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳକୁ ଆସିକି ଆମକୁ ସେଇ ପାପରୁ ନିଜେ ହତ ହେଇକି ତାଙ୍କେ ଆମକୁ ଆମମାନଙ୍କୁ ପୁନର୍ଜନ୍ମ ଉଦ୍ଧାର ଦେଇଥିଲେ, କରିବା ଉଦ୍ଧାର ପାଇଁ କରିଥିଲେ। ନିଶ୍ଚିତ ଭାବରେ। ନିଶ୍ଚିତ ଈଶ୍ୱରଙ୍କର ପ୍ରେମକୁ ଆପଣ ଦେଖିପାରୁଛନ୍ତି ଏଠି। ଆପଣ କ'ଣ ଭାବୁଛନ୍ତି? ଆଜିର ଏଇ ଶିକ୍ଷା ଅନୁସାରେ ଯେ ପାଇପାରିଛୁ ଆମେ ଯେ ଈଶ୍ୱରଙ୍କର ଦେଇକି ସେ ଖୋଲା ହେଇଥିବା ସ୍ୱର୍ଗ ଦ୍ୱାରକୁ ଆମେ ପ୍ରବେଶ କରିପାରିବା। ନିଶ୍ଚିତ ଭାବରେ ଆଉ ତାଙ୍କର ବିନା ହିଁ ତାଙ୍କର ଦେଇକି ହିଁ ସେ ସ୍ୱର୍ଗ ଖୋଲା ହେଇଥିବା ରାସ୍ତାରେ ଆମେ ଯାଇପାରିବା। ତ ଏବେଠୁ ସେ ଶିକ୍ଷାକୁ ମନୋଯୋଗ କରିବା, ଶିକ୍ଷାକୁ ଗ୍ରହଣ କରିବା, ଆଉ ସେ ବାକ୍ୟକୁ ବା ତାଙ୍କର କହିବା କଥାକୁ ଆମେ ରକ୍ଷା କରିବା, ତାହେଲେ ସେ ଖୋଲା ହେଇଥିବା ସ୍ୱର୍ଗ ଦ୍ୱାରକୁ ଆମେ ପ୍ରବେଶ କରିବା ପ୍ରବେଶ କରିପାରିବା। ନିଶ୍ଚିତ ଭାବରେ। ତାହା ହେଉଛି ମୋର ପାଇଁ ଅତି ଆଜିର ଶିକ୍ଷା ଅଟେ। ଆପଣ କ'ଣ ଭାବୁଛନ୍ତି, ଆପଣ କ'ଣ ଶିକ୍ଷା ଲାଭ କଲେ ଆଜି ମୁଁ ଶିକ୍ଷା ପାଇଲି ଏଇ ଈଶ୍ୱରଙ୍କ ଶାସ୍ତ୍ରଙ୍କ ବିଷୟରେ ଈଶ୍ୱରଙ୍କ ବିଷୟରେ? ଈଶ୍ୱରଙ୍କ ବିଷୟରେ ଯେତେବେଳେ ଯାକୁବଙ୍କ ସମୟରେ ପରମେଶ୍ୱର ସ୍ୱପ୍ନ ଯୋଗେ କଥା କହି ବ୍ୟକ୍ତିଗତ ବିଷୟ ସମ୍ପର୍କ ସ୍ଥାପନ କଲେ। ହଁ। ଆଜି ଯୀଶୁ ଖ୍ରୀଷ୍ଟ ଆଉ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ଆମେ ତାଙ୍କର ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ନିଶ୍ଚିତ ଭାବରେ। ଆପଣ କ'ଣ ଭାବିଲେ ଭାଇ, ଈଶ୍ୱରଙ୍କର କେଉଁ ବିଷୟ ଆପଣ ଶିକ୍ଷା ଲାଭ କଲେ, କେଉଁ ବିଷୟଟା ଆପଣ ପାଇଲେ? ଈଶ୍ୱରଙ୍କର ବିଷୟରେ ଶିକ୍ଷା ପାଇବାଟା ମାନେ ଯେ ଆମକୁ ଗୋଟେ ପଥ ଦେଖାଇଲେ, ହଁ। ଆଉ ଯେଉଁ ପଥ କି ସେ ସ୍ପଷ୍ଟ ଭାବରେ ଆମେ ଜାଣିବାକୁ ପାରିଲୁ। ହଁ। ସେ ଯାକୁ ଯାଉଥିବା ସମୟରେ ଯେଉଁ ପାଖରେ ଶୋଇଲେ, ହଁ। ଆଉ ଶୋଇକି ସେ ସ୍ୱପ୍ନ ଦେଖୁଥିଲେ, ସ୍ୱର୍ଗକୁ ଯାଉଥିଲେ, ସ୍ୱର୍ଗରୁ ଆସୁଥିଲେ ଆଉ ତଳରୁ ଯାଉଥିଲେ ଦୂତମାନେ। ହଁ। ଆଉ ସିଏ ଯେଉଁ ପ୍ରକାର ସେ କହିଲେ ଯେ ପ୍ରକୃତରେ ଏଇଟା ଗୋଟେ ସ୍ୱର୍ଗଦ୍ୱାର, ଆଉ ସ୍ୱର୍ଗଦ୍ୱାର କେମିତି ହେବ ବୋଲି ଏଇଟା ତ ପୂର୍ବରେ ଲେଖା ଥିଲା। ହଁ। କିନ୍ତୁ ଯେତେବେଳେ ଯୀଶୁଖ୍ରୀଷ୍ଟ ଏ ଜଗତ ମଧ୍ୟରେ ଆସିଲେ, ଏଇଟା ପୂର୍ବର କଥା ହଁ। ଆମେ ଜାଣିପାରିଲୁ। କିନ୍ତୁ ଆମେ ଜାଣିପାରୁଛୁ ଯେ ଯୀଶୁଖ୍ରୀଷ୍ଟ ଦ୍ୱାରା ଆମେ ସବୁକିଛି ଜାଣିପାରୁଛୁ। ସ୍ୱର୍ଗରେ ଯେତେବେଳେ ଜଗତର ଅବତରଣ କଲେ ଆଉ ମୃତ୍ୟୁ ହେଲେ ଆଉ ସ୍ୱର୍ଗକୁ ଗଲେ, ଏଇଟା ସମ୍ପୂର୍ଣ୍ଣ ଖୋଲା ଆମର ପାଇଁ ହେଇଗଲା। ନିଶ୍ଚିତ ଏ ଭାବରେ। ଶିକ୍ଷା ଆମେ ତେବେ ଆମମାନେ ଦେଖିଲୁ ଈଶ୍ୱର, ଏ ଶାସ୍ତ୍ରରେ ଆମେ ଦେଖୁଛୁ ଈଶ୍ୱର ବ୍ୟକ୍ତିଗତ ଭାବରେ ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ଈଶ୍ୱର ନିଜକୁ ସେ ଲୋକମାନଙ୍କ ଠାରେ ନିଜକୁ ପ୍ରକାଶ କରୁଛନ୍ତି। ପୁଣି ଆଉ ଗୋଟେ କଥା, ଯାକୁବ ଆପଣା ପାଇଁ ବ୍ୟକ୍ତିଗତ ଭାବରେ ଈଶ୍ୱରଙ୍କୁ ଅନୁଭବ କରିବାର ଆବଶ୍ୟକତା ମଧ୍ୟ ଥିଲା, ନା କ'ଣ ଭାବୁଛନ୍ତି? ବ୍ୟକ୍ତିଗତ ଭାବେ ଯେହେତୁ ଅନୁଭବ କରୁନଥିଲେ, ତେଣୁକରି ତାଙ୍କୁ ବ୍ୟକ୍ତିଗତ ଭାବେ ଈଶ୍ୱରଙ୍କୁ ଅନୁଭବ କରିବାର ଆବଶ୍ୟକତା ଏଇଠି ଥିଲା। ଆମମାନଙ୍କର ପିତୃପୁରୁଷମାନଙ୍କର ଈଶ୍ୱରଙ୍କୁ କେବଳ ଜାଣିବା ଯଥେଷ୍ଟ ନୁହେଁ ଆମ ପାଇଁ, କିନ୍ତୁ ବ୍ୟକ୍ତିଗତ ଭାବେ ମଧ୍ୟ ଆମମାନେ ଈଶ୍ୱରଙ୍କୁ ଅନୁଭବ କରିବାର ଆବଶ୍ୟକତା ଅଛି। ଯଦି ବା ଯାକୁବ ଆପଣାର ଏକାନ୍ତ ନିଃସଙ୍ଗତା ଏକାକୀ ଥିବାବେଳେ ତାଙ୍କର ଏକାନ୍ତ ନିଃସଙ୍ଗତା ସମୟରେ ସେ ଭୁଲ କରିଥିଲେ, ତ୍ରୁଟି କରିଥିଲେ, ତଥାପି ଈଶ୍ୱର ଯାକୁବ ନିକଟରେ ଆପଣାକୁ ପ୍ରକାଶ କରି ତାଙ୍କୁ କ'ଣ କଲେ? ଆଶୀର୍ବାଦ କରିବାକୁ ଇଚ୍ଛା କଲେ। କଥା ବୁଝିପାରୁଛନ୍ତି? ଈଶ୍ୱର ଯାକୁବକୁ ଆଶୀର୍ବାଦ କରିବାକୁ କ'ଣ କଲେ? ଇଚ୍ଛା କଲେ। ଈଶ୍ୱର ଏକ ସମ୍ପର୍କ ସ୍ଥାପନକାରୀ ଈଶ୍ୱର ଅଟନ୍ତି। ଈଶ୍ୱର କି ସମ୍ପର୍କ ସ୍ଥାପନକାରୀ, ସେ ସମ୍ପର୍କ ସ୍ଥାପନ କରିବା ପରମେଶ୍ୱର ଅଟନ୍ତି। ସେ ସମ୍ପର୍କକୁ ସ୍ଥାପନ କରିବା ଈଶ୍ୱର ଅଟନ୍ତି ଆମମାନଙ୍କର ପରମେଶ୍ୱର। ସେ ଏକ ବ୍ୟକ୍ତିଗତ ଈଶ୍ୱର ଅଟନ୍ତି, ଗୋଟେ ବ୍ୟକ୍ତିଗତ ଭାବେ ଆମମାନଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି। ଆଶୀର୍ବାଦ କରିବାକୁ ସେ ଏକ ପ୍ରେମମୟ, ଏକ ସୁନ୍ଦର, ଏକ ପ୍ରେମମୟ ପରମେଶ୍ୱର ଅଟନ୍ତି। ପୁଣି ସେ ଏକ ବିଶ୍ୱସ୍ତ ଈଶ୍ୱର ମଧ୍ୟ ଅଟନ୍ତି। ଆଉ କ'ଣ ଭାବୁଛନ୍ତି? ଓ ସେ ଯେଉଁ ପ୍ରତିଜ୍ଞା ସବୁ କଲେ, ସେ ପ୍ରତିଜ୍ଞା ସବୁକୁ ସେ କ'ଣ କରିବେ? ସଫଳ କରିବେ। ଆମେ ଜାଣୁଛୁ ଈଶ୍ୱର ଏକ ସମ୍ପର୍କ ସ୍ଥାପନକାରୀ ଈଶ୍ୱର, ସେ ବିଶ୍ୱସ୍ତ, ପୁଣି ନିଜର ପ୍ରତିଜ୍ଞାକୁ ସେ କ'ଣ କରନ୍ତି? ସଫଳ କରନ୍ତି। ତେବେ ମୋର ଲୋକମାନେ, ମୋର ଭାଇ ଭଉଣୀମାନେ, ଆମମାନଙ୍କର ଈଶ୍ୱରଙ୍କର ବିଷୟରେ ଆମମାନେ ଅନେକ ବିଷୟ ଜାଣିଛୁ। ସେ ଗୋଟେ ସମ୍ପର୍କ
ସ୍ଥାପନକାରୀ ପୁଣି ସେ ଯାହା ପ୍ରତିଜ୍ଞା କରନ୍ତି ତାହାକୁ ସେ ସଫଳ ମଧ୍ୟ କରନ୍ତି। ବ୍ୟକ୍ତିଗତ ଭାବେ ଯାକୁବଙ୍କର ଈଶ୍ୱରଙ୍କୁ ଜାଣିବାର ଆବଶ୍ୟକତା ଥିଲା। ତେବେ ଆମେ ଆଉ ଗୋଟେ ଅଧିବେଶନକୁ ଯିବା ପୂର୍ବରୁ ଆମମାନଙ୍କର ମଧ୍ୟରେ ଭାଇ ଅଛନ୍ତି, ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ପ୍ରାର୍ଥନା କରିବେ। ସୈନ୍ୟାଧିପତି ସଦାପ୍ରଭୁ, ତୁମେ ଆମ ସମସ୍ତଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିବାକୁ ଚାହିଁଥାଅ। ପ୍ରଭୁ, ତୁମେ ଯେଉଁ ଶପଥ କରିଥାଅ ତାହାକୁ ତୁମେ ବିଶ୍ୱସ୍ତ ଭାବରେ ସଫଳ କରିଥାଅ। ପ୍ରତ୍ୟେକଙ୍କ ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ତୁମେ ନିଜକୁ ପ୍ରକାଶ କରି ପ୍ରଭୁ ଆମ ସମସ୍ତଙ୍କୁ ତୁମେ ଆଶୀର୍ବାଦ କରିଥାଅ, ନିଜ ଯୋଜନାରେ ସାମିଲ କରିଥାଅ। ପ୍ରତ୍ୟେକ ବିଷୟ ପାଇଁ ପ୍ରଭୁ ତୁମକୁ ଧନ୍ୟବାଦ। ତୁମର ପ୍ରେମ ପାଇଁ, ତୁମର ସେ ସମ୍ପର୍କ ପାଇଁ, ତୁମର ସେ ପୁତ୍ର ଯୀଶୁଙ୍କ ପାଇଁ ଧନ୍ୟବାଦ। ପ୍ରଭୁ ଏହି ପ୍ରାର୍ଥନା ଶୁଣିଲ ଏବଂ ଉତ୍ତର ଦେଲ ବୋଲି ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ସମସ୍ତଙ୍କୁ ଧନ୍ୟବାଦ ଶୁଣିଥିବାରୁ।